ଆଜି ଶୁଣିବା ଉପନ୍ୟାସ ଶାସ୍ତି। ଔପନ୍ୟାସିକ କାହ୍ନୁଚରଣ ମହାନ୍ତି। ଭାଗ 7। 5 ଦିନ କାଳ ଏଣେତେଣେ ବୁଲି ସନେଇ ନୂଆ ଆଦର୍ଶ ଘେନି ଫେରିଲା। ସନ୍ଧ୍ୟା। ରହିମ ଫାଟକ ପାଖରେ ଠିଆ ହୋଇ କଇଁ ବାଇଗଣିଆର କଥା ଭାବୁଥାଏ। ସବୁଦିନେ ସେ ଆସି କଟାଳ କରୁଛି, କଥା ନ ମାନି ଘର ଭିତରକୁ ଧସେଇ ପଶୁଛି। ମୁହଁରେ ସେ ଏକା କଥା, ଏଇ ମୋର ଘର, ସନେଇ ମୋର ବର। କେତେ କୁହାବଲା କରି ରହିମ ତାକୁ ଖାଇବାକୁ ଦେଇ ବିଦା କରୁଛି। ଦୂରରେ ସନେଇକୁ ଦେଖି ରହିମ ଅସ୍ଥିର ହୋଇ ଆସିଲା ତା ପାଖକୁ। ପଞ୍ଚମୀ ଜହ୍ନର ମୃଦୁମନ୍ଦ ହସିଲା ଆଲୁଅରେ ଉଜ୍ଜଳ ଉଠୁଥାଏ ସନେଇର ମୁହଁ। ଥିରି ପବନର କୋମଳ ପରଶରେ ଉଲୁସି ଉଠୁଥାଏ ଦେହ। ନୂଆ ସଂକଳ୍ପର ପୁଲକ ଓ ଉନ୍ମାଦନାରେ ଜୁଆର ଉଠୁଥାଏ ତାର ମନରେ। ସନେଇ ଦେଖିଲା ନାହିଁ। ରହିମର ଦୁଇ ଆଖିରୁ ଝରିଲା ଲୁହ। ବାଷ୍ପାକୁଳ କଣ୍ଠରେ ରହିମ ପଚାରିଲା, କୁଆଡ଼େ ଥିଲୁ ସନେଇ ଭାଇ? ସେ ବିଧର୍ମୀ ପଠାଣ ପିଲା, ଏ ମାଟିରେ ଜନ୍ମ। ତଥାପି ତାର ଭାଇବନ୍ଧୁ ନାହିଁ ରହନ୍ତି ସୁଦୂର କେଉଁ ପଶ୍ଚିମର ମରୁଭୂମିକୁ। ସତେକି ସେ ସେଇଠୁ ଆସିଛନ୍ତି। ଏ ଦେଶର ମାଟିରେ ମଣିଷ ହୋଇ ମଧ୍ୟ ସେତିକି ସେମାନେ ଏଠି କୁଣିଆ। ଆଉ ସନେଇର ଭାଇବନ୍ଧୁ କହିକି ରହିମକୁ ଦୂରେଇ ରଖନ୍ତି, ଯେପରି ସେ ଏଇ ଦେଶ ମାତୃକା କୋଳରେ ପିଲା ନୁହେଁ। ଧର୍ମ ବଦଳିରେ ମଣିଷର ରକ୍ତ ବଦଳେ ନାହିଁ। ମଣିଷର ବାପ ମା ପୂର୍ବପୁରୁଷେ ବଦଳନ୍ତି ନାହିଁ। ରୁଚି ବଦଳିଲେ, ଖାଦ୍ୟ ବଦଳିଲେ ମଣିଷ ପିଲା ପଶୁ ପାଲଟେ ନାହିଁ। ମା ପେଟରେ ଭାଇ ଶତ୍ରୁ ହୁଏ ନାହିଁ, ଘୃଣ୍ୟ ହୁଏ ନାହିଁ। ରହିମକୁ ଅଛୁଆଁ କରିଛି, ଦୂରେଇ ରଖିଛି ଏଇ ସନେଇ। ରହିମ ଦୂରରେ ରହିଛି, ନିଜକୁ ଭାବୁଛି ଛୋଟ ଘୃଣ୍ୟ ବିଦେଶୀ। ଏକା ଚାଳ ତଳେ ମୁଣ୍ଡ ଗୁଞ୍ଜି ମଧ୍ୟ ବିଦେଶୀ। କୁଆଡ଼େ ଥିଲୁ ରେ ସନେଇ ଭାଇ? ସନେଇ ରହିମ ହାତ ଧରିଲା। ତାର ପିଠି ଆଉଁସି କହିଲା, ମୁଁ ବାଟବଣା ହୋଇ ବୁଲୁଥିଲି ରେ ରହିମ, ବାଟ ପାଇ ଫେରି ଆସିଛି। ଚାଲ ଘରକୁ। ଦୁହେଁ ଫେରିଲେ ଘରକୁ। ରାତିରେ ଗୋଟିଏ ଥାଳିରେ ଭାତ ବଢ଼ା ହୋଇଛି। ସନେଇ ଜିଦି ଧରି ବସିଛି ଯେ ରହିମ ତା ସାଙ୍ଗରେ ଖାଇ ବସିବ। ରହିମ ପ୍ରତିବାଦ କରି କହିଲା, ନାଇଁ ସନେଇ ଭାଇ, ତୋ ଜାତି ଯିବ, ଧର୍ମ ଯିବ, ଲୋକେ ତୋତେ ଘୃଣା କରିବେ। ଏ କ'ଣ ତୁ ବାଇଆ ହେଲୁ? ଆରେ ମୁଁ ବାଇଆ ଥିଲି ରେ ରହିମ, ଏବେ ରୋଗ ମୋର ଭଲ ହୋଇଛି। ଏଇ ଛାତ ତଳେ ଯିଏ ଯେଉଁଠୁ ଆସି ଆଶ୍ରା ନେବେ, ସମସ୍ତେ ଖାଇବେ ଏକାଠି। ଏ ଘର ସଭିଙ୍କର। ଏଠି ଜାତି ଭେଦ, ଧର୍ମ ଭେଦ, ବର୍ଣ୍ଣ ଭେଦ ରହିବ ନାହିଁ। ସମସ୍ତେ ଦେହରୁ ଝାଳ ନିଗାଡ଼ି ପରିଶ୍ରମ କରିବେ। ମା ଧରିତ୍ରୀର ଛାତି ଚିରି ଖାଦ୍ୟ କାଢ଼ିବେ। ସେ ଖାଦ୍ୟ ସମସ୍ତେ ପାଇବେ। କେହି କାହାର ଧର୍ମ ଉପରେ, ରୁଚି ଉପରେ ବାଧା ଦେବେ ନାହିଁ। ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଖାଇବେ, ଭଲ ପାଇବେ। ଦୁନିଆର ଲୋକେ ଯାହାକୁ ଘୃଣା କରି ଗୋଇଠା ମାରି ଦୂରକୁ ଠେଲିଦେଲେ, ସେ ଆସି ଏଇଠି ଆଶ୍ରା ନେବେ। ଏଇ କୋଡ଼ିଆ ତଳେ ନୂଆ ଦୁନିଆ ଗଢ଼ିବା ଆମେ ରହିମ, ନୂଆ ସମାଜ ଗଢ଼ିବା ମଣିଷ ସମାଜ। ରହିମ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ସନେଇର ମୁହଁକୁ। ସନେଇ କହିଲା, ଠିଆ ହୋଇ ରହିଲୁ ଯେ ରହିମ? ଯନ୍ତ୍ରଚାଳିତ ପରି ରହିମ ବସିଲା ସନେଇ ପାଖରେ। ଭାତ ଥାଳି ଆଗରେ ଦୁଇ ଆଖିରୁ ଦୁଇଧାର ଲୁହ ଝରି ପଡ଼ିଲା। ପ୍ରଥମ ଗୁଣ୍ଡା ଭାତ ସନେଇ ଦେଲା ରହିମ ତୁଣ୍ଡରେ, ନିଜ ହାତରେ। ଆତ୍ମାର ଉଲ୍ଲାସ, ମନର ଜୁଆର ଲଗା ଉନ୍ମାଦନାରେ ଆଖି ତାର ବୁଜି ହୋଇଗଲା। ଅତି ଆନନ୍ଦରେ ପୂରିଲା କଣ୍ଠରେ କହିଲା ସନେଇ, ଖାଇଦେ ମୋର ସାନ ଭାଇରେ, ତୋରି ତୁଣ୍ଡରେ ଆହାର ଦେଲେ ମୋର ପେଟ ପୂରି ଉଠିବ। ରହିମ ପାଟିରେ ଭାତ ଦେଇ ସନେଇ ନିଶ୍ଚିନ୍ତ ହେଲା। ରହିମ ଟେକିଲା ଭାତ ଗୁଣ୍ଡା ସନେଇର ମୁହଁକୁ। କହିଲା, ସନେଇ ଭାଇ, ତୋ ପାଟିରେ ନିଜ ହାତରେ ଆଧାର ନ ଦେଲେ ତ ମୋର ଆଉ ପେଟକୁ ଦାନା ଯିବ ନାହିଁ। ସନେଇ ଆଁ କରି ମୁହଁ ବଢ଼େଇଲା। ପହିଲି ରଜ। ଠାକୁର ଘର ଚାନ୍ଦିନୀ ପାଖରେ ବାଲିଦାଣ୍ଡରେ ଗାଁ ଭେଣ୍ଡିଆଙ୍କ ଡୋଡୋ ଖେଳ। ଦିନ ଦ୍ୱିପହର। ପାଟି କୁହାଟରେ ଗାଁ ଦାଣ୍ଡ କମ୍ପୁଛି। ଖେଳରେ ଯୋଗ ଦେବାକୁ ଶୋଇଏ ନାହାନ୍ତି। ଥିଲେ ଆହୁରି କେତେ ମଉଜ ହୋଇଥାନ୍ତା। ଆଗରୁ ଜନ୍ତାଳ କରିବାର ପ୍ରସ୍ତାବ ଥିଲା, ଭାଙ୍ଗିଲା। କଇଁ ବାଇଆଣୀ ସେଠି ଆସି ପହଞ୍ଚିଲା। ଏଇ ଗାଁର ଝିଅ ସେ। ମାଧେଇ ରାଉତ କୋଳରେ ତାର ଜନମ। ଏଇ ଠାକୁର ଦାଣ୍ଡରେ ଧୂଳିରେ ଗଡ଼ି ସେ ହୋଇଥିଲା ବଡ଼। ପେଟର ଜ୍ୱାଳାରେ ସେ ବି ଦିନେ ବାପର ହାତ ଧରି ଜନ୍ମମାଟିର କୋଳ ଛାଡ଼ି ବାହାରକୁ ଚାଲି ଯାଇଥିଲା। ପେଟର ଜ୍ୱାଳାରେ ତାରି ଆଖି ଆଗରେ ବାପର ହେଲା ମରଣ। କେମିତି ଦୁର୍ଭିକ୍ଷ କବଳରୁ, ମରଣର କୋଳରୁ ନିଜକୁ ବଞ୍ଚାଇଲା, କିପରି ସେ କୋଳକୁ ଆଣିଲା ନାରୀର ଗର୍ବ, ମାତୃତ୍ୱର ସମ୍ମାନ, ଶିଶୁପୁତ୍ର କିଛି ଆଜି ତାର ମନେ ନାହିଁ।
ମନେ ଅଛି ସେହି ଶିଶୁ ପୁଅଟିକୁ ଛାତିରେ ଜାକି ଦରମଲା ଦେହର ରକ୍ତ ପିଆଇ ଦାଣ୍ଡେ ଦାଣ୍ଡେ ସେ ଭିକ ମାଗି ବୁଲିଛି। ନିଜର ଜୀବନ ପାଇଁ, ଶିଶୁର ଜୀବନ ପାଇଁ। କାହାରି ଘରେ ଆଶ୍ରା ପାଇ ନାହିଁ, କାହାରି ତୁଣ୍ଡରୁ ପଦଟିଏ କଅଁଳ କଥା ଶୁଣି ନାହିଁ। ସମସ୍ତଙ୍କର ଶରଣ ପଶିଛି, କେହି ତାକୁ ଶରଣ ଦେଇନାହାନ୍ତି। ଲୋକଙ୍କର ହତାଦାର କଟୁ କଥା ତାର ଦେହ ସୁହା ହୋଇଛି। କୌଣସି କଥାକୁ ଆଉ ତାର ଛଳ ନାହିଁ। ଏତେ କଷ୍ଟ, ଏତେ ଦୁଃଖ ତାର ବ୍ୟର୍ଥ ହେଲା। ମାର ଛାତିରେ ଶିଶୁ ପୁଅ ଜୀବନ ଛାଡ଼ିଲା। ଆକାଶର ଛାତି ଫଟାଇ ସେ କାନ୍ଦିଲା। କେହି ତାର ଶିଶୁର ପ୍ରାଣ ଫେରାଇ ଦେଲେ ନାହିଁ। ମଶାଣି ଭୂଇଁରେ ଶିଶୁର ମଲା ଦେହ ଶୁଆଇ ସେ ବାୟାଣୀ ହୋଇ ଛୁଟିଲା। କାନ୍ଦ ତାର ବନ୍ଦ ହେଲା। ସେ ହସିଲା, ହସି ହସି ଅଭିଶାପ ଦେଲା ମଣିଷ ଜାତିକି। ସମସ୍ତେ ତମେ ମରିବରେ, ସମସ୍ତେ ଶୋଇବ ମଶାଣି ଭୂଇଁରେ। କଇଁ ହସେ, ଶିଶୁପୁଅ ମନେ ପଡ଼େ। କଇଁ ପୁଣି କାନ୍ଦେ, ଯାହାକୁ ଦେଖେ ତା ଆଗରେ ଦୁଃଖ ବଖାଣେ। ଜଣ ଜଣ କରି ଗାଁ ଲୋକ ସଭିଙ୍କ ଆଗରେ। କେହି ଚୁ ଚୁ କରିଛନ୍ତି, କିନ୍ତୁ ସମସ୍ତଙ୍କ ପାଖରୁ ସେ ପାଇଛି ଘୃଣା, ହତାଦାର ପରିହାସ। ବାପର ଅରମା ଡିହରେ ବସି ସେ କାନ୍ଦିଛି, ପୁଣି ହସିଛି। ବନେଇ ପରିଡ଼ାଙ୍କ ଡିହରେ ଦେଖିଛି ନୂଆ ଘର ପୂର୍ବ ଅପେକ୍ଷା ବଡ଼ ସୁନ୍ଦର। କେଉଁଦିନ ସେ ଗାଁ ଛାଡ଼ିଥିଲା, କେତେ କାଳ ସେ ଦୁର୍ଭିକ୍ଷ ମଝିରେ ପ୍ରାଣ ରଖିବାକୁ ଚେଷ୍ଟା କରିଥିଲା। ସେ ଭୁଲେ ଅତୀତର ଆଶା, ରୂପ ପାଇ ସତ ହୋଇ ଠିଆ ହୁଏ ତା ଆଗରେ। ସନେଇ ପରିଡ଼ାର ସ୍ତ୍ରୀ ସେ, ସନେଇ ତାର ବର, ଏଇ ତାର ଘର। ଘର ଭିତରକୁ ପଶିବାର ଅଧିକାର ତାର ନାହିଁ। କିଏ ଜଣେ ବାଧା ଦେଉଛି, ପୁଣି ଖାଇବାକୁ ଦେଇ ବିଦା କରୁଛି। କଇଁ ଫେରେ, ଚିତ୍କାର କରେ। ସନେଇ ତାର ବର, କାହିଁକି ସନେଇ ତାକୁ ଛାଡ଼ିଲା, କାହିଁକି ମଲା ତାର ପୁଅ? ଗାଁ ଲୋକ ଆଶ୍ଚର୍ଯ୍ୟ ହୋଇ କଇବାୟାଣୀର କଥା ଶୁଣିଛନ୍ତି। ଖୋଳିତାଡ଼ି କେତେ କଥା ପଚାରୁଛନ୍ତି। କଇଁ ବୟାଣୀର ସେଇ ଗୋଟିଏ କଥା ଯେ ସନେଇ ତାର ପର, ସେ ତାକୁ ଛାଡ଼ିଛି, ପିଲା ପୁଅ ତାର ଖାଇବା ବିନା ମରିଛି। ସନେଇ କଥା କାହାରିକୁ କେବେ କହି ନାହିଁ। ଲୋକେ ନିଜ ନିଜ ଭିତରେ ଆଲୋଚନା କରିଛନ୍ତି। ବାୟାଣୀ ବୋଲି କେହି କେହି ତାର କଥାକୁ ହସରେ ଉଡ଼େଇ ଦେଇଛନ୍ତି। କେହି କେହି ଗମ୍ଭୀର ହୋଇ କହିଛନ୍ତି, ଆରେ ବିରାଡ଼ି ବୈଷ୍ଣବ ଏ ଦୁନିଆରେ ଅନେକ ଅଛନ୍ତି। ନରମାୟା ନାରାୟଣଙ୍କୁ ଆଗୋଚର, ନିଆଁ ନ ଥାଇ ଧୂଆଁ ଉଠେ କି? କଇଁ ପାଗାଳି ନୁହେଁ, ବେଶ ଭଲ କଥା କହୁଛି। ରାମପହରାଜ, ଯିଏ କଇଁର ବାପ ସମାନ, ବଗିକାଣ୍ଡିର 6-3-9 ଦାନରେ ଦିଓଟି ଗୁଟି ମରାଇ ଅଣ୍ଟା ସଳଖି ବସି ପଶା କାଠି ଚିପି ଚିପି ଗଡ଼ାଇ ଦେଲେ। ଗଳା ଫଟାଇ ଡାକି ଆଙ୍କିରି କଚେରୀ ବାହାରେ। ବଗିକାଣ୍ଡିର ସାଙ୍ଗ ଉଦି ସାହୁ ଖେଙ୍କି ଉଠିଲା 3 ବାହାରେ। ସତକୁ ସତ ଦାନ ପଡ଼ିଲା 3। ପହରାଜୀ ଅନ୍ୟମନସ୍କ ହୋଇ କହି ଉଠିଲେ, କଇଁ ବାୟାଣୀ ଆସିଲାଣି। କିଲୋ, କିଏ ତୋର ବର, ତୋ ପିଲାକର ବାପ? ଗାଁ ଭେଣ୍ଡିଆଏ ଡୁଡୁ ଖେଳ ବନ୍ଦ କରି ଚାହିଁଲେ କଇଁ ଆଡ଼କୁ। ହସର ରୋଳ ଉଠିଲା। କିଏ କେତେ କଥା ପଚାରିଲେ, କିନ୍ତୁ କଇଁ ତାର ନିଜର କଥା ବକିବାକୁ ଲାଗିଲା। କଥାର ଖିଅ ତାର କେଉଁଠି ଛିଣ୍ଡେ, ପୁଣି କେଉଁଠି ଆରମ୍ଭ, ସେ ତାର ଠିକଣା ନାହିଁ। ଉଦି ସାହୁ କହିଲା, ଆଲୋ କଇଁ, ତୋ ବର ସନେଇ ପରିଡ଼ା ଅଇଲାଣି, ତୁ ଏଠିକି ସେଠି ବୁଲୁଛୁ କାହିଁକି? ଯା ଯା ତାରି ଘରକୁ, ସେଇଠି ତୁ ଭଲରେ ରହିବୁ। କଇଁ ବାୟାଣୀ ବକିବା ବନ୍ଦ ହେଲା। ସେ ଚାରିଆଡ଼କୁ ଚାହିଁଲା, ସନେଇ ପରିଡ଼ାର ଦେଖା ଦର୍ଶନ ନାହିଁ। ତାର ମନ କଥା ବୁଝି ଉଦି କହିଲା, ଆଲୋ, ସେ ତା ଘରେ ଅଛି। ସନେଇ ପରିଡ଼ା ବା ତୋ ବର, ଯାଉନୁ ତା ଘରକୁ? କଇଁ ଗୁଣୁ ଗୁଣୁ ହୋଇ ଚାଲିଲା ସନେଇ ଘରକୁ। ସନେଇ ମୋ ବର, ମୋ ପିଲାକୁ ସେଇ ମାରିଛି, ସନେଇ ପରିଡ଼ା ମୋର ବର। କଇଁ ଚାଲିଗଲା। ଗାଁ ଭେଣ୍ଡିଆଙ୍କର ଢୁ ଢୁ ଖେଳରେ ପୁଣି ଉଠିଲା ବିଷ୍ଣୁପୁର ଦାଣ୍ଡର ଧୂଳି। ପୁଣି ପହରାଜେ ଦାନ ମନାସି ପଶାକାଠି ଚିପି ପାଟି କରି ଛାଡ଼ିଦେଲେ। 16 ଆଜି ପହିଲି ରଜର ଖେଳ। ସନେଇ ପୁଣି ତାର ମନ ପ୍ରାଣ କାମରେ ଢାଳିଦେଲା। ରହିମ ତାର ଡାହାଣ ହାତ। ସନେଇର ଛାଇ ପରି ସେ ପାଖେ ପାଖେ ସବୁବେଳେ ଥାଏ। ବୁଝି ବିଚାରି ଦିହେ କାମ କରନ୍ତି। ରହିମ ଘାସ ବଛା ବନ୍ଦ କରି ତା ପାଖକୁ ଯାଏ। ସନେଇ କପାଳରୁ ଝାଳ ପୋଛେ। ରହିମ କହେ, ତୁ ଉଠ ସନେଇ ଭାଇ। ସନେଇ କହେ, ରହ ରହ, ମଟାଳିଆ ମାଟି ପ୍ରଥମ ଓରଟି ମୁଁ ଚଷି ଦିଏ, ଆର ଓଳିକି ତୁ ପଛେ ହଳ ଧରିବୁ। ସଞ୍ଜ ବୁଡ଼େ। ଫେରି ଆସନ୍ତି ଦିହେଁ ଘରକୁ। ହଳ ମୁକୁଳେଇ ଫାଙ୍ଗାଳି ବସି ପଡ଼ନ୍ତି ଦାଣ୍ଡ ପିଣ୍ଡାରେ। ସୁଲୁସୁଲିଆ ପବନରେ ଦେହର ଝାଳ ମରେ। ରହିମ କହେ, ଆମେ ମରିବୁ ନାହିଁ ସନେଇ ଭାଇ। ଆମର ବଞ୍ଚିବାଟା ଆଶ୍ଚର୍ଯ୍ୟ। ଦୁନିଆର କେହି ଆମର କଥା ଭାବନ୍ତି ନାହିଁ। ସନେଇ କହେ, ଠିକ୍, ଆମେ ମରିଥିଲୁ। ଦେଶ ସାରା ମଶାଣି ହୋଇଥିଲା, କୁଢ଼ କୁଢ଼ ହୋଇ ଯେଉଁଠି ସେଠି ହାଡ଼ ଗଦା ହୋଇଥିଲା, ମଣିଷର ହାଡ଼।
କିଏ ଚିହ୍ନିବ କାହାର ହାଡ଼ଗତା ଭିତରେ ଜାତି ଭେଦ ଜନ୍ମଭେଦ ବର୍ଣ୍ଣଭେଦ ନଥିଲା ରେ ରହିମ୍। ସମସ୍ତେ ସେମାନେ ଥିଲେ ଗୋଟିଏ ଜାତିର ଲୋକ। ନଥିଲା ଜାତି ଜାତି ଧର୍ମ ବର୍ଣ୍ଣ ଘେନି ଯେଉଁମାନେ ପାଖରେ ଛିଡ଼ା ହୋଇଥିଲେ ସେହି ଥିଲା ରେ ମଣିଷମାନେ। ତାଙ୍କ ଆଗରେ ହାତ ପାତି ମୁଠେ ଖାଇବାକୁ ସେମାନେ ଦେଉନଥିଲେ। ସେମାନଙ୍କ ପାଖକୁ ଆମେ ଫେରିଆସିଛୁ ହାଡ଼କୁଡ଼ ମଝିରୁ। ଆମର କାମ କ'ଣ ଜାଣୁ? ରହିମ୍ ପଚାରିଲା। କ'ଣ? ସନେଇ କହିଲା, ଯିଏ ଅନାଥ, ଯାହାକୁ ସମାଜ ଧର୍ମ ଛାଡ଼ିଛି, ଯିଏ ବଞ୍ଚିବାକୁ ଚାହୁଁଛି ମଣିଷ ହୋଇ, ସିଏ ରହିବ ଏହି ଘରେ। ଏ ଘର ତା'ର। ଏ ଘରର ସବୁ ଲୋକଙ୍କର ଦେହରୁ ଝାଳ ନିଗାଡ଼ି ସେ ପରିଶ୍ରମ କରିବ। ନିଜର ରକ୍ତ ନିଜେ ପିଇ ସେ ବଞ୍ଚିବ। ଏ ଘରେ ଧର୍ମଭେଦ ରହିବ ନାହିଁ କି ଜାତି ଭେଦ ରହିବ ନାହିଁ। ଏ ଘର ହେବ ମଣିଷର, ମୂଲିଆର, ନଥିଲାର, ନିଜର ମନ ବୁଝିବାକୁ ନିଜ ଆନନ୍ଦ ପାଇଁ ଯିଏ ଯାହାର ଦେବତା ଘେନି ବସ। କେହି କାହାରି ରୁଚିରେ ବାଧା ଦେବେ ନାହିଁ। ଶକ୍ତି ଅନୁଯାୟୀ ସଭିଏ କରିବେ କାମ। ଯାହା ବେହିବେ ସମସ୍ତେ ବାଣ୍ଟି ଖାଇବେ। ରହିମ୍ କହିଲା, ଭଲ କଥା ସନେଇ ଭାଇ। ଯେଉଁ ଅନାଥ ଆସିବେ ଆମେ ତାଙ୍କର ସେବା କରିବା। ସନେଇ କହିଲା, ଆମ ଜୀବନର ବ୍ରତ ଏହା ହିଁ ହେଉ। କେହି ସନେଇର ଖୋଲାଘରେ ରହିବାକୁ ରାଜି ହେଲେ ନାହିଁ। ପଠାଣ ପିଲା ରହିମ୍ ଯେଉଁଠି ଭାତ ରାନ୍ଧେ, ପାଣ ପୁଅ ବିଶିଆ ଯେଉଁଠି ପାଣି ଦିଏ, ମସଲା ବାଟେ, ଆଉ ପ୍ରଧାନ ବଂଶିଆ ଯେଉଁଠି ଭାତ ବାଢ଼େ, ପାଖ ପାଣି ତିନୋଟି ପତରର ଦାଣ୍ଡର ପାରିଲା ଭିକାରୀ ମଧ୍ୟ ସେଠି ରହିବାକୁ ରାଜି ହୁଏ ନାହିଁ। ଭରତିଆ ଜାତିରେ ଚମାର ମୂଲ ଲାଗି ସେ ତିନି ପ୍ରାଣୀ କୁଟୁମ୍ବ ପୋଷୁଥିଲା। ଖାଉନ୍ଦ ଘରେ ନଡ଼ିଆ ଗଛରେ ଚଢ଼ି ନଡ଼ିଆ ପାରୁ ପାରୁ ବାହୁଙ୍ଗା ଛିଣ୍ଡିଲାରୁ ଖସି ପଡ଼ିଲା ଚାଳ ଉପରେ। ପ୍ରାଣ ସିନା ରହିଲା, 6 ମାସ କାଳ ବିଛଣାରେ ପଡ଼ି ଯେତେବେଳେ ସେ ଉଠିଲା, ଅଣ୍ଟା ଭାଙ୍ଗି ଯାଇଥିଲା। ସଳଖ ହୋଇ ଠିଆ ହୋଇ ପାରିଲା ନାହିଁ। ଦୁଇ ହାତରେ ଜୋର ନାହିଁ। ବାଡ଼ି ଖଣ୍ଡେ ଧରି ବଙ୍କେଇ ବଙ୍କେଇ ଚାଲିଲେ ହାତ ଥରି ଉଠୁଛି। ଖାଇବା ବିନା ବୁଢ଼ୀ ମଲା। ଅକର୍ମଣ୍ୟ ଗେରସ୍ତକୁ ବେଙ୍ଗୁଲି କେତେ ଦିନ ପୋଷନ୍ତା? ବଳ ବୟସ ଥିଲା ଟୋକିଟା। ଭରଥିଆକୁ ଛାଡ଼ି ସେ ଅନ୍ୟ ମୁଣ୍ଡ ଧରି ଚାଲିଗଲା। ଭରଥିଆର ଉପାୟ କ'ଣ? ଖାଉନ୍ଦ ଘରକୁ ଗଲେ। 5-7 ଥର ସିନା ପେଜ ପାଣି ଦେଲେ, ସବୁଦିନେ କିଏ ଦେବ? ନଡ଼ିଆ ଗଛର ଚଢ଼ି ନଡ଼ିଆ ପାରିବାକୁ ସେ ବରଗିଥିଲେ। ପଡ଼ିବାକୁ ତ କହିନଥିଲେ, ତାଙ୍କର ଦୋଷ କ'ଣ? ପେଜ ତୋରାଣି ମାଗିବାକୁ ଗଲେ ଖାଉନ୍ଦାଣୀ ଦୂରରୁ ଦେଖି ମନା କରୁଛନ୍ତି। ଭରଥିଆ ନିଆଁ ପାରିଲା, ଅକର୍ମଣ୍ୟ। ଦାଣ୍ଡରେ ଥରି ଥରି ଚାଲେ, ଭିକ ମାଗେ। କେତେ ଗାଁ ବୁଲି ବିଷ୍ଣୁପୁରରେ ଯାଇ ପହଞ୍ଚିଲା। ରହିମ୍ ଡାକି ନେଇଲା ତା ଘରକୁ। ସବୁ କଥା ସନେଇକୁ କହିଲା। ଶେଷ କଲା କଥା, ସନେଇ ଭାଇ, ଭରଥିଆ ଆମର ବଗିଚାରେ ଛାଇ ତଳେ ବସି ପାଟି କରିବ। ବୁଲା ଗାଈ ଗୋରୁ ଛେଳି ମେଣ୍ଢା କୋଦା ମେଲା କରି ଫସଲ ନଷ୍ଟ କରିବେ ନାହିଁ। ଆମେ କାମକୁ ଗଲେ ଭରତ ଜଗିବ ଘର। ଠିକ୍ରେ ରହିମ୍। ଭରତ ଏଣିକି ଏଠି ରହିବ। ଏ ଘର ହେବ ତା'ର। ସେ ଆମର ଭରତ ଭାଇ। 4 ପଦ କଥା କହିବ ତ, ସେତିକି ଆମର ଲୋଡ଼ା। ଭରତ ପାଇଲା ଆଶା ସନେଇର ଘରେ। 2 ଦିନ ପରେ ସେ ବୁଝିଲା, ଏ ଘରେ ଜାତିଭେଦ ନାହିଁ। ହିନ୍ଦୁ ପଠାଣ ପାଣ ଏକା ପଥରେ ଖାଆନ୍ତି। କିଏ ପାପରୁ ତ ଆଳି ଏ ଅବସ୍ଥା। ପୁଣି ଆହୁରି କରିବ ପାପ। ଯେତିକି ହେଲା ସେତିକି। ବାଟ କଡ଼ରେ ଗଛ ତଳେ ପଡ଼ି ପ୍ରାଣ ଯାଉ ପଛକେ ସେ ଏଠି ରହିବ ନାହିଁ। ସନେଇ ଏତେ ବୁଝାସୁଝା କଲା। ଆରେ ଭରତିଆ ଭାଇ, ମଣିଷର ଜାତି ମୋଟେ ଗୋଟାଏ ରେ। ସେ ମଣିଷ ଜାତି। ଧର୍ମ ବି ଗୋଟାଏ। ବଞ୍ଚି ରହିବା ମଣିଷର ଧର୍ମ। ଭରତ ମଙ୍ଗିଲା, ଖୁସିରେ ରହିଲା। ସେମିତି ମଙ୍ଗିଲା କାଶୀ ବେଜ ଭଣ୍ଡାରୀ। ଖାଉନ୍ଦଙ୍କର ସେବା କରି ଖାଉନ୍ଦଙ୍କୁ ଭଲ କଲା ସିନା, ଡିଆ ରୋଗ ବସନ୍ତ ତାକୁ ଧଇଲା। ଟୋକା ବୟସରେ ଆଖି ଦୁଇଟି ହରାଇ ସେ ଦାଣ୍ଡେ ଦାଣ୍ଡେ ଭିକ ମାଗି ବୁଲୁଥିଲା। ଆସିଲା ପୁଣି ଜୋହନ ବୁଢ଼ା। ଦୁର୍ଭିକ୍ଷରେ ସମସ୍ତେ ତାର ମରିହଜି କଲେଣି। ଜମିଦାର ନିଲାମ କରିନେଲେ ଗରିବର ଘର ଖଣ୍ଡିହ ଖଣ୍ଡି। ଅପାରଗ 60 ବର୍ଷର ବୁଢ଼ା ଦାଣ୍ଡକୁ ଆସିଲା। ସନେଇର ନୂଆ ସଂସାରରେ ସେ ବି ପାଇଲା ଆଶ୍ରା। ଶେଷକୁ ଆସିଲା କଇଁବାୟାଣୀ। ହସିଲା, କାନ୍ଦିଲା, ଅନର୍ଗଳ ବକିଲା, ତୁମେ ମୋର ବର ସନେଇ ଭାଇ। ସନେଇ ସବୁ ଶୁଣିଲା। ସହାନୁଭୂତିରେ ତାର ଛାତି ନରମି ଆସିଲା। ସତେ, ବେଳ ଯଦି ବଦଳି ନଥାନ୍ତା, ବନେଇ ପରିଡ଼ା ଏଇ କଇଁକି କରିଥାନ୍ତା କୂଳର ବୋହୂ। ଏ ଘରର ଘରଣୀ। କାହିଁକି କଇଁ ଦାଣ୍ଡରେ ବୁଲନ୍ତା? କାହାର ପିଲା କୋଳକୁ ଆଣି ପୁଣି ତାକୁ ହରାଇ ବାୟାଣୀ ହୋଇ ଖୋଜି ବୁଲନ୍ତା? ସନେଇ କହିଲା, ହଁ ଲୋ କଇଁ, ଏ ତୋର ବର। ଏଇଠି ରହ। ଏଇ ଜୋହନ କଳା ତୋର ଶ୍ୱଶୁର। କାଶୀ ବେଶୀ ଭରତ ସାମଲ ତୋର 2 ପୁଅ। ଏଇ ରହିମ୍ ତୋର ସାନ ଭାଇ। ଆଉ ମୁଁ ତୋର ବର। ଏଇଠି ରହ କଇଁ, ଆମରି ପାଖରେ। ଏ ଘର ତୋରି। ଚାରିଆଡ଼େ ଯାହା ଦେଖୁଛୁ ସବୁ ତୋର। ଆମେ ଯାହା ଅର୍ଜିବୁ ସବୁ ଆଣି ତୋରି ପାଖରେ ଥୋଇଦେବୁ। ତୋରି ହାତରେ ତୁଇ ବାଣ୍ଟି କରି ଆମକୁ ଖାଇବାକୁ ଦେବୁ। ପାରିବୁ ନାହିଁ?
କଇଁ କଟମଟ କରି ଚାହିଁଲା ସଭିଙ୍କୁ। ସନେଇର ଦର ହସିଲା ମୁହଁକୁ ଚାହିଁ କହିଲା, ଏମାନେ ସବୁ କିଏ? ମୋ ବନେଇ ଦାଦି କାହିଁ? ମୋ ଖୁଡ଼ି କାହିଁ? ମନିଆ, କୁନି, ପୁନି କାହାନ୍ତି? ସନେଇ ଆଖିକୁ ଲୁହ ଆସିଲା। କଇଁକୁ ଦେଖି ତାର ମନ ହେଲା ସମସ୍ତେ ଯେପରି ଫେରି ଆସିଛନ୍ତି, ସମୟର ଚକ ଓଲଟି ଆସିଛି। ଆଖି ଆଗରେ ଉଭା ହେଲା ଅତୀତର ଗୋଟିଏ ଦୃଶ୍ୟ। କଇଁର ମୁଣ୍ଡ ଆଉଁସି ତାର ବାପ କହିଲେ, କାନ୍ଦନା, ଏଇ ତୋର ମା। ସନେଇର ବୋଉକୁ ସେ କଇଁକୁ ଦେଖାଇ ଦେଇଥିଲେ। ତାପରେ ସବୁ ଓଲଟ ପାଲଟ ହୋଇଯାଇଛି। କଇଁ ବାୟାଣୀ ହୋଇ ଆଗରେ ଠିଆ ହୋଇଛି। ସମାଜ ତାକୁ ଛାଡ଼ିଛି। ସେ ଅଛୁଆଁ, ଅଜାତି, ପତିତା। ସେ ଆଉ କୂଳକୁ ଫେରିବ ନାହିଁ। ଯେତେ ବ୍ରାହ୍ମଣ ଭୋଜନ ପ୍ରାୟଶ୍ଚିତ କଲେ ମଧ୍ୟ ସେ ଧର୍ମ ଛାଡ଼ିକି ପୁଣି କେଉଁ ଆକୁଳରେ ପଶିବ, ନହେଲେ ବାୟାଣୀ ହୋଇ ଦାଣ୍ଡେ ଦାଣ୍ଡେ ବୋଲି ଭିକ ମାଗିବ। ସେ ଅପବିତ୍ର, ଅଛୁଆଁ, ଅଜାତି, ପତିତା। ବିଲୁଆ କୁକୁର ଟାଣିବେ କଇଁର ମଡ଼। ଏଇ କଇଁ ସେ ଆଗରେ ଠିଆ ହୋଇଛି। ଫୁର ଫୁର ଉଡ଼ୁଛି ମୁଣ୍ଡର ନଖରା ବାଳ। ସରୁ ସରୁ ହାତ ଦିଓଟି ପିନ୍ଧିଛି ଛିଣ୍ଡା ମଇଳା ଲୁଗା। ପୃଥିବୀର କୋଟି କୋଟି ଜିଅନ୍ତା ମଣିଷ ଭିତରେ ଏ ବି ଜଣେ। ଜନ୍ମ ହେଲାବେଳେ ସବୁ ମଣିଷ ପିଲା ଯେମିତି ଲଙ୍ଗଳା ହୋଇ ଜନ୍ମ ହୋଇଥାନ୍ତି, ଏ ବି ଦିନେ ସେମିତି ଜନ୍ମିଥିଲା। ମାର ଛାତିରୁ ରସ ଟାଣିଥିଲା। ଧରିତ୍ରୀ ମା ତାର କୋଟି କୋଟି ମଣିଷ ପିଲାର ଭିତରେ ଜଣେ ହୋଇ ସେ ଗଣା ହୋଇଥିଲା। କଇଁ ମରିବ ଅପନ୍ତରା ହୋଇପଡ଼ି, ରୋଗରେ ଛଟପଟ ହୋଇ। ସନେଇର ଛାତି ଭିତରୁ କୋହ ଉଠିଲା। କହିଲା, କଇଁ, ସେମାନେ ନାହାନ୍ତି ଲୋ। ସମସ୍ତେ ମରିହଜି ଯାଇଛନ୍ତି। ଯେମିତି ମରିଛନ୍ତି ତୋର ବାପା, ଯେମିତି ମରିଛି ତୋ କୋଳର ପିଲା। ସେଥିକି ଚିନ୍ତା କ'ଣ ଲୋ? ଦୁନିଆରେ କ'ଣ ବାପ ଭାଇ ବନ୍ଧୁ କୁଟୁମ୍ବ ଅଭାବ ଅଛି? ଦେଖ ଦେଖ ମୋର ଏଇ ଜୋହନ କକାଙ୍କୁ, କାଶୀ, ଭରତ, ରହିମକୁ, ସମସ୍ତେ ଆମର ବାପା, ଭାଇ, ପୁଅ। କଇଁ, ଏ ତୋରି ଘର। ଏଇମାନଙ୍କର ସେବା କର, ସୁଖରେ ଆନନ୍ଦରେ ରହ। କଇଁ ବାୟାଣୀର ମନରେ ସବୁ ପଶିଲା। ଗତ କଥା ଜଳ ଜଳ ହୋଇ ଆଖିକୁ ଦିଶିଲା। କ୍ଷଣକ ପାଇଁ ତାର ପାଗଳାମୀ ଘୁଞ୍ଚିଲା। ଆଖିରୁ ଝରିଲା ଲୁହର ଧାର। କହିଲା, ସନେଇ ଭାଇ, ଆମେ ତେବେ ବଞ୍ଚିବା କାହିଁକି? ସନେଇ କହିଲା, ମଣିଷ ବଞ୍ଚିବା ପାଇଁ ଲୋ, ଆମେ ବି ବଞ୍ଚିବା। ଆରେ ରହିମ, ନେ ୟାକୁ ଘରକୁ ନେ, ଇଏ ତୋର ବଡ଼ ଭଉଣୀ କଇଁ। ରହିମ ଧରିଲା କଇଁର ହାତ। କହିଲା, ଆ କଇଁଅପା, ଏଇ ତ ତୋର ଘର। ଏ ଚାବି ମୁଠାକ ତୁ ରଖିଥା, ଜୋହନ କକାଙ୍କୁ ପଚାରି କାରବାର କରିବୁ। ଜୋହନ କହିଲା, ଆମା କଇଁ, ଭଗବାନଙ୍କର ଘର ଇଏ, ଆମେ ତୋର ପିଲାଛୁଆ। ଆମ ପାଟିରେ ଆଧାର ଦେଇ ତୁ ଆମର ପ୍ରାଣ ରଖ। ବାୟାଣୀ କଇଁ ସଭିଙ୍କର ମୁହଁକୁ ବଲ ବଲ କରି ଚାହିଁଲା। ପରିଡ଼ା ବଂଶର ଘର ଏଇ ଦୁନିଆର ବାହାରେ। ଦୁନିଆରେ ଯେଉଁଠିକି ସେ ଯାଇଛି, ସମସ୍ତେ ତାକୁ ଗାଳିମନ୍ଦ ଦେଇଛନ୍ତି, ମାରି ଗୋଡ଼ାଇଛନ୍ତି। କାହାରି ତୁଣ୍ଡରୁ ପଦେ ମିଠା କଥା ସେ ଶୁଣି ନାହିଁ। ଏଠି ସମସ୍ତେ ତାକୁ ଆଦର ସ୍ନେହ କରୁଛନ୍ତି, ଘରେ ରହିବାକୁ ନିମନ୍ତ୍ରଣ କରୁଛନ୍ତି। କଇଁ ଆଶ୍ଚର୍ଯ୍ୟ ମଣିଲା। ରହିମର ହାତ ଧରି ସନେଇର ଘରକୁ ଗଲା। ଆହୁରି କେତେ ଅନାଥ ପତିତ ଆସିଲେ। ସନେଇ ଯେତେ ବୁଝାଇଲେ ସେମାନଙ୍କର ମନ ମାନିଲା ନାହିଁ। କା ନଷ୍ଟ କରନ୍ତେ, ଅଧର୍ମ ପାପ କରନ୍ତେ, ଯେଉଁ ଘରେ ଜାତି ଧର୍ମ ଭଲ ମନ୍ଦର ଭେଦ ନାହିଁ, ସେଠାରେ ଆଶ୍ରା ନିଅନ୍ତେ। ସମସ୍ତେ ଆଶା କରୁଛନ୍ତି ପୁଣି ତାଙ୍କର କପାଳ ଖୋଲିବ, ବେଳ ବଦଳିଯିବ। ଆଜି ଭିକ ମାଗୁଛନ୍ତି, କାଲି ପୁଣି ସୁସ୍ଥରେ ରହିବେ, ଜାତି ହେବେ, କୂଳରେ ମିଶିବେ, ସମାଜରେ ପଶିବେ। ସନେଇର ସର୍ବଘଟ ଦିବାକର ଘରେ ରହନ୍ତେ କିପରି ସେମାନେ? କାମ କରି ପେଟ ପୋଷନ୍ତେ। ଭିକ ଚାଉଳ ବିକି ଅଣ୍ଟାରେ ଯେଉଁ 4 ପଇସା ଖୋସିଛନ୍ତି, ଯାହାକୁ ମୋର କହି ଗର୍ବ କରିବାର ସ୍ୱାଧୀନତା ତାଙ୍କର ଅଛି, ଆନନ୍ଦ ଅଛି, ସେତକ ଛାଡ଼ି ନିଲଠା ମୁହଁରେ କହନ୍ତେ, ଆମର, ସବୁ ଆମର। ଏ ବିରାଟ ଦୁନିଆ, ଏ ଅନନ୍ତ ଆକାଶ, ସବୁ ଆମର। ବିରାଟ ମଣିଷ ଜାତି ବି ଆମର। ସେମାନେ ସିନା କର୍ମଦୋଷରୁ ହୋଇଛନ୍ତି ଭିକାରୀ, ସେମାନେ ପାଗଳ ନୁହନ୍ତି। ସେମାନେ ସମସ୍ତେ ଫେରିଗଲେ। ସନେଇ ଭାବିଲା ତାଙ୍କର କଥା। ନିର୍ବୋଧ କିଏ? କିଏ କରୁଛି ଠିକ୍, ଆଉ କିଏ କରୁଛି ଭୁଲ। ବାପ ଦାଦିଙ୍କର ସେବା ଯତ୍ନରେ ଧୋବି ଭଲ ହେଲା। ସେ ପୁରରୁ ଫେରି ଆସିଲା, କିନ୍ତୁ ତାର ସୁଖ ଆନନ୍ଦ କାହିଁ? ତାର ବୋଉ ଆସିଥିଲେ ତାର ସେବା କରିବାକୁ, କିନ୍ତୁ ସେ ନିଜେ ବସନ୍ତ ରୋଗୀରେ ପୀଡ଼ିତ ହେଲେ। ଦେହରେ ଖୁଦ ପକାଇବାକୁ ରାହା ନାହିଁ। ଆଖିରେ ବସନ୍ତ ବାହାରି ଆଖି ଦୁଇଟି ନଷ୍ଟ କରିଦେଲାଣି। ସବୁବେଳେ ଯନ୍ତ୍ରଣାରେ ଚିତ୍କାର ସେ କରୁଛନ୍ତି, ଛଟପଟ ହେଉଛନ୍ତି। ତୁଣ୍ଡରେ ପଦଟିଏ ଆକୁଳ ଡାକ, ଧୋବିଲୋ। ଭାବୁଛି ଧୋବେ, ତାର ମରଣ ନହେଲା କାହିଁକି? ସାହି ଗତି ପାଇଯାଇଥାନ୍ତା। କିଏ ସୁଖ ପାଇଁ ଦୈବ ତାକୁ ବଞ୍ଚାଇ ରଖିଲା। ଶ୍ୱଶୁର କୂଳରେ କେହି ନାହିଁ। ବୋଉ ଯଦି ଚାଲିଯାଏ, ପଦେ ଆହା କହିବାକୁ କିଏ ଅଛି?
ବାପ ଦାଦି ବିରକ୍ତ ହୋଇ କହୁଛନ୍ତି, କାହିଁକି ତୁ ଧାଇଁ ଆସୁଛୁ? ଯା ସେ ଘରକୁ। ଭଗବାନଙ୍କର ଇଚ୍ଛା ଯାହା ଥିବ ହେବ। ଧୋବି କାନ୍ଦି କାନ୍ଦି ବଲ୍ଲୀର କାନ୍ଧରେ ହାତ ଭରା ଦେଇ ଫେରିଯାଏ। କେତେ ଭାବେ। ତା ବୋଉଙ୍କର ଚିତ୍କାର ଶୁଣି ଉଠି ବସେ। ପୁଣି ଯାଏ ତାଙ୍କ ପାଖକୁ। ସ୍ତ୍ରୀଙ୍କର ଯନ୍ତ୍ରଣା ଦେଖି ସ୍ୱଇଁ ଧୈର୍ଯ୍ୟ ଧରି ରହିପାରନ୍ତି ନାହିଁ। ହାତ ଧରି ଘରକୁ ଆଣିଲା ଦିନଠୁ କେବେ ତାଙ୍କୁ ସେ ଅନାଇ ନାହାନ୍ତି। କୌଣସି କଥାରେ କେବେ ତାଙ୍କର ପରାମର୍ଶ ଲୋଡ଼ି ନାହାନ୍ତି। ଧୋବି ବୋଉ ନିଜେ ବି କେବେ କୌଣସିଥିରେ ଓଜର ଆପତ୍ତି କରିନାହାନ୍ତି। ସଂସାରର ସବୁ ଦାୟିତ୍ୱ ମୁଣ୍ଡରେ ବୋହି ପାଟି ବନ୍ଦ କରି ଚଳି ଆସିଛନ୍ତି। ଗୋଟିଏ ମାତ୍ର ଅନୁରୋଧ ଅଛି, ତାଙ୍କର ଧୋବିକୁ ସନେଇ ସଙ୍ଗେ ବାହା କରିଦିଅ। ସେ ଅନୁରୋଧ ରଖିନାହାନ୍ତି ସ୍ୱଇଁ। ଯନ୍ତ୍ରଣାରେ ଛଟପଟ ହୋଇ କେବଳ ବେଳେ ବେଳେ ଗୋଟିଏ କଥା ସେ କହି ଉଠୁଛନ୍ତି, ତମେ ପରା କହିଥିଲ ନିଧି ଧୋବିକୁ ସନେଇକୁ ବାହା କରିଦେବ। ଚିନ୍ତେଇଙ୍କର ପାଖରେ ତାଙ୍କର କୌଣସି ଅନୁରୋଧ ରହେ ନାହିଁ। ନିଷ୍ଠୁର ସ୍ୱାମୀଙ୍କର ଏକ ବାଗିଆ ଢଙ୍ଗ ସେ ଭଲ କରି ଜାଣନ୍ତି। ସେ ସ୍ତ୍ରୀଙ୍କର ମନର ସାନ୍ତ୍ୱନା ଦେବାକୁ ଥରକୁ ଥର କହୁଛନ୍ତି, ତମେ ନିଶ୍ଚିନ୍ତ ହୁଅ, ଠାକୁରେ ତୁମକୁ ଶୀଘ୍ର ଭଲ କରିଦେବେ। ତମେ ନିଜେ ଧୋବିକୁ ସନେଇ ହାତରେ ଦେବ, କେହି ବାଧା ଦେବେ ନାହିଁ। ନିଧେଇ ଖୁସି ହୋଇ ଦ୍ୱିଗୁଣ ଉତ୍ସାହରେ କହୁଛନ୍ତି, ବ୍ୟସ୍ତ ହୁଅନା ନୂଆଉ, ଧୋବି ସନେଇକୁ ବାହା ହେବ। ତମର ଦେହ ଭଲ ହେଉ। ଦେହ ଭଲ ହେଲା ନାହିଁ। ଦିନୁ ଦିନୁ ଅବସ୍ଥା ଖରାପ ହେବାକୁ ଲାଗିଲା। ଦେହର ଘା ଗୁଡ଼ିକ ଦଳ ଦଳେଇ ଉଠିଲା। ଶେଷକୁ ସେ ହତଜ୍ଞାନ ହେଲେ। ଦେବସ୍ନାନ ପୂର୍ଣ୍ଣିମା ଦିନ ଠିକ୍ ସୂର୍ଯ୍ୟ ଉଠିଲା ବେଳକୁ ଧୋବି ବୋଉଙ୍କର ଶେଷ ନିଶ୍ୱାସ ବାହାରିଗଲା। ସ୍ୱାମୀ ଦିଅର ଝିଅ ପାଖରେ ଜଗି ବସିଥାନ୍ତି। ସେଦିନ ଗୁରୁବାର। ଲୋକେ କହିଲେ ଧୋବି ବୋଉ କେତେ ପୁଣ୍ୟ କରିଥିଲେ, କେତେ ବଡ଼ ଦିନ ପାଇଲେ। ନିମପୁର ଜମିଦାର ଶିବ ଛୋଟରାୟ ଯେତେବେଳେ ପଶା ଖେଳରେ ବ୍ୟସ୍ତ ଥିଲେ, ସଦର ଗୁମାସ୍ତା ଗୋବିନ୍ଦ ପ୍ରଧାନ କାନରେ କଲମ ଖୋସି କାଖରେ ବସ୍ତାନି ଯାକି ସେଠାରେ ପହଞ୍ଚିଗଲେ। ଭାବିଲେ ପରିଡ଼ା ଟୋକାକୁ ସାଧ୍ୟ ନ କଲେ ଚଳିବ ନାହିଁ। 3 ବର୍ଷ ତଳେ ଥରେ ଆସି ଜଗି ମାଗି ନେଇଥିଲା। ସେଇଦିନୁ ଆଉ ତାର ଦେଖା ଦର୍ଶନ ନାହିଁ। ଅବଶ୍ୟ ପ୍ରଧାନେ ବର୍ଷକୁ 2 ଥର ଯାଇ ପାଉଣା ଅସୁଲ କରି ଆଣନ୍ତୁ, କିନ୍ତୁ କେବେ ପାଉତିପତ୍ର ଦିଅନ୍ତି ନାହିଁ। କଥାରେ କଥାରେ ସେ ବାପଲୋ ଧନଲୋ କହି ପାଣିରେ ସର ପକାନ୍ତି। ସମସ୍ତଙ୍କୁ ଆପଣାର କରିନିଅନ୍ତି। ଜମିଦାରଙ୍କର ଶିରସ୍ତାରେ ଖଜଣା ଅସୁଲ ପଡ଼େ ନାହିଁ। ସବୁ ବକେୟା ମେଜା ତଳେ ଗଡ଼ୁଥାଏ। ଗୋବିନ୍ଦ ପ୍ରଧାନଙ୍କ ଶନି ଦୃଷ୍ଟିରେ ଏଇ ବୟଜକର ହିରଣ୍ୟଗର୍ଭରେ କେତେ ରାଣ୍ଡି ଖାଣ୍ଡି ନିରୀହ ସରଳ ରାଶି ସେମାନଙ୍କର ସର୍ବସ୍ୱ ଅଜାଡ଼ି ଦେଇ ବାଟରେ ଠିଆ ହୋଇଛନ୍ତି। ଜମିଦାରଙ୍କର ସମ୍ପତ୍ତି ହ୍ରାସ ହୋଇ ଚାଲିଛି, କିନ୍ତୁ ଗୋବିନ୍ଦ ପ୍ରଧାନଙ୍କର ସମ୍ପତ୍ତି ଦିନକୁ ଦିନ ବଢ଼ୁଛି। ହେଲେ ମଧ୍ୟ ସେ ଜମିଦାରଙ୍କର ବିଶ୍ୱାସୀ ପ୍ରିୟପାତ୍ର। ଯାହା କହନ୍ତି ଛୋଟରାୟ ସେୟା କରନ୍ତି। ସାମାନ୍ୟ ସନେଇ ପରିଡ଼ା ତାଙ୍କ ହାତରୁ ବଳିଯିବ। ଜମିଦାରଙ୍କର ବାପାଙ୍କର ବର୍ଷିକିଆ ଶ୍ରାଦ୍ଧକୁ କେଡ଼େ ଆଡ଼ମ୍ବରରେ ଯନ୍ତାଳ ହୁଏ। ପ୍ରତିବର୍ଷ ସାହି ଭାଇ ପତର ପାଳନ୍ତି। ନିଜ ଗୋବିନ୍ଦ ପ୍ରଧାନ ଜାଲିଆ ଯୋଡ଼ କରି ବିଷ୍ଣୁପୁରକୁ ପଠେଇଲେ। ସେ ଜାଣନ୍ତି ସନେଇର ପୋଖରୀରେ ବଡ଼ ବଡ଼ ମାଛ ଅଛନ୍ତି। 2 ମହଣ ମାଛ ହେଲେ ଯାହାକୁ ଯେତେ। ସନେଇ ପରିଡ଼ା ନୁହେଁ, ତାର ଚାକର ଟୋକା ପୁଣି ଅପମାନ ଦେଇ ଫେରିଦେଲା। ଜମିଦାରଙ୍କର ଛିଟା ମଧ୍ୟ ଥରେ ଦେଖିଲା ନାହିଁ। କହିଲା କ'ଣ ନା ଜମିଦାର ଖଜଣାର ମାଲିକ। ଯିବା ଲୋକେ ଫେରିଆସି ସେଇ କଥା କହିଲେ। ଜମିଦାର ଏତେ ବଡ଼ ସୁନାମ ମାଟିରେ ପଡ଼ିଲା। ଛତରେ ଖିଆ ମୂଲିଆ ମୁଣ୍ଡ କାଲି ଆସି ଗୋଡ଼ ଭାଙ୍ଗି ଠିଆ ହୋଇ କେତେ ନେହୁରା ହୋଇ ଜମି ନେଇଛି, ଆଜି ବହପ ଦେଖେଇଲା। ହେଲା ବା ସନେଇ ଘରେ ନଥିଲା। ଫେରି ଆସି ଚାକର ମୁହଁରୁ ସବୁ ଶୁଣି ତ ଥିବ। ଧାଇଁ ଆସିଲା ନାହିଁ। ଜମିଦାର ମାନଙ୍କର ଗୋଡ଼ ତଳେ ପଡ଼ି ଦୋଷ ମାଗିଲା ନାହିଁ। ଏଡ଼େ ଗର୍ବ। ପ୍ରଧାନ ଏସବୁ କଥା ଜମିଦାରଙ୍କୁ ବୁଝାଇ ଦେଇଛନ୍ତି। ତାଙ୍କର ଅକ୍ରୋଶର ନିଆଁକୁ ଜଳାଇ ଦେଇଛନ୍ତି। ପ୍ରଧାନେ ସେୟା ଚାହୁଁଥିଲେ। ତାପରେ ଏ ଭିତରେ ସନେଇ ଯେଉଁ କାଣ୍ଡ କରିଛି, ସେଥିରେ ତା ପ୍ରତି ଦୟାମାୟା ନ ହେବାର କଥା। ଜାତି ଛାଡ଼ିଛି, ଧର୍ମ ଛାଡ଼ିଛି, ପୁଣି କହୁଛି ସଂସାର ଯାକେ ସବୁ ତାର। ଏସବୁ କି ସହି ହୁଏ? ସେ ପାଗଳ ହେଲା ବୋଲି ସଂସାର ପାଗଳ ହେବ ତ ନାହିଁ? ଏ କଥାରୁ କ'ଣ ମିଳିବ? ମୂଳୁ ମାଇଲେ ଜୀବ ସରି। ଦେବଙ୍କ ସଙ୍ଗେ କିମ୍ପା କଳି। କେମିତି ମୂଳୁ ମାରିବାକୁ ହେବ ପ୍ରଧାନେ ଭଲ କରି ଜାଣନ୍ତି। ହାତରେ ନ ମାରି ଭାତରେ ମାରିଲେ କେହି ଜାଣିବେ ନାହିଁ। ଚେର କାଟିଲେ ଗଛ ମରିବ। ପୁଣି ସନିଆ ବାଟରୁ ଚାଲିଯିବ, ତାର ମରଗ ମରିବ। ଏ ବିଷୟରେ ପରାମର୍ଶ କରିବାକୁ ସେ ନଥିପତ୍ର ଧରି ଜମିଦାରଙ୍କ ପାଖକୁ ଆସିଛନ୍ତି। ଜମିଦାରଙ୍କ ଖେଳ ସରିଲା। ବେଳ ରତରତ ପ୍ରଧାନେ ସେମିତି ଠିଆ ହୋଇଥିଲେ। ମାଲିକ ତାଙ୍କୁ ବସିବାକୁ କେତେଥର ଇସାରା ଦେଲେଣି। ସେଇଟା ବଡ଼ ଲୋକର ଗୁଣ, ଉଦାରତା। କିନ୍ତୁ ଛାର ଚାକର ହୋଇ ଗୋଟିଏ ତହସିଲଦାର ହୋଇ ଏପରି ସାହସିକିଆ କାମ ସେ କରିବେ କିପରି?
ଖେଳ ଭାଙ୍ଗିଲା। ଜମିଦାରଙ୍କ ଚିତାପଟ ଯୋଦ୍ଧାମାନେ ମେଲାଣି ନେଲେ। ଜମିଦାର ମୁହଁ ବୁଲାଇ ପଚାରିଲେ, କ'ଣ କଲ? କାଗଜପତ୍ର ତଳେ ରଖି ତହସିଲଦାର କହିଲେ, 3 ବର୍ଷର ଖଜଣା ବାକି, ନାଲିସ କରିଦିଅ। ଆଜ୍ଞା ହଁ, ମୋତେ ଯାଜପୁର ଯିବାକୁ ପଡ଼ିବ। କାହିଁକି? କୋର୍ଟ ମୋହରରେ କ'ଣ ହୋଇପାରିବ ନାହିଁ? ଏକଥର ପା ଡିଗ୍ରୀର ଯୋଗାଡ଼ କରିବା ଦରକାର। ଯାହା କରୁଛ କଲ, ଅବାଧ୍ୟ ପ୍ରକାର ମୁହଁ ନ ଭାଙ୍ଗିଲେ ଆମର ମୁହଁ ତଳକୁ ହେବ। ଆଜ୍ଞା ହଁ। ଜମିଦାର ଉଠି ଭିତରକୁ ଗଲେ। କେତେ କାଗଜରେ ତାଙ୍କର ସନ୍ତକ ଲୋଡ଼ା, ସେତକ ହୋଇପାରିଲା ନାହିଁ। ତହସିଲଦାର ପୁଣି ନଥିପତ୍ର କାଖରେ ଜଳି ବାହୁଡ଼ିଲେ। ପ୍ରହରାଜଙ୍କର ଘର ପଛ ତଳବାରିରେ ଶିବ ଘୋଷ କୋଡ଼ି ଧରି ହାଣୁଛି। ଝିପି ଝିପି ବର୍ଷା, ସବୁଯାକ ବାଇଗଣ ତଳେ ଆଜି ରୋଇବ, ନୋହିଲେ ବୁଢ଼ୀ ସାନ୍ତାଣୀ ଖାଇବାକୁ ଦେବେ ନାହିଁ। କାମ କରି କରି ସେ ଗଇଁଆ ହେଲାଣି। ପହରାଜ ସବୁଦିନେ ଆଶା ଦେଉଛନ୍ତି ଯେ ଘର ଖଣ୍ଡେ କରେଇ ଦେବେ, ବାହା କରେଇ ଶିବକୁ ଥାଇତି କରିବେ। ଆହା ଛେଉଣ୍ଡ ପିଲାଟି। ଶିବ ନାକଚୁଚାନ୍ଦ୍ରା ଧରିଲା ପରି ହୋଇଛି। ପହରାଜ ତା ପାଇଁ ଘର ତୋଳାଇ ଦେଉନାହାନ୍ତି କି ତା ଟଙ୍କା ଫେରାଇ ଦେଉନାହାନ୍ତି। ସେ ଅନ୍ୟ କୁଆଡ଼େ ଯାଇପାରୁନାହିଁ କି ପହରାଜଙ୍କ ଘରେ ହାଡ଼ ଭାଙ୍ଗି ପରିଶ୍ରମ କରି ପେଟକୁ ମୁଠିଏ ଭଲ ଖାଇପାରୁନାହିଁ। ତାକୁ ଅଟକାଇ ରଖିଛି ପାର୍ବତୀ, ପହରାଜଙ୍କର ବିଧବା ନାତୁଣୀ। ପଛରୁ ଆସିଲା ପାର୍ବତୀ। ଶିବ ଚମକି ପଡ଼ିଲା। ପାର୍ବତୀ ପାଖକୁ ଘୁଞ୍ଚି ଆସିଲା। ତାର କାନକୁ ହାତରେ ଧରି ଟାଣି ଟାଣି କହିଲା, ତୋତେ ବୋଉ ଡାକୁଛି। ପାରର ହାତରୁ କାନି ଖସାଇ ଶିବ ଗୋଟାଏ କୁଦା ମାରି ଘୁଞ୍ଚି ଆସିଲା। କୋଡ଼ି ଖଣ୍ଡକରେ ତରତର କରି ମାଟି ଖୋଳି କହିଲା, ତମେ ଯାଅ, ଗଛ ତଳେ ରୋପି ଦେଇ ମୁଁ ଯିବି। ମୁକୁଳା ଓଦାବଳକୁ ହଲାଇ ପାର କହିଲା, ହଇରେ ପୋଡ଼ା ମୁଆଁ, ଆସିବୁ ନାହିଁ? ବୋଉ ଡାକୁ ନାହିଁ ରେ, ମୁଁ ଡାକୁଛି, ଆ। ଶିବା ଅଣ୍ଟା ସଳଖି ଠିଆ ହେଲା। ତମ ଆଗରେ? ଯାଅ, ମୁଁ ଯାଉଛି। ରାଗ ତମ ହୋଇ ପାର୍ବତୀ ମୁହଁ ବୁଲାଇ ବାଳ ହଲାଇ ଚାଲିଗଲା। ଶିବ ଚାହିଁ ରହିଲା ପଛରୁ। ସେତିକିବେଳେ ପହରାଜଙ୍କ ଦାଣ୍ଡଘରେ ମୁଖିଆ ଗ୍ରାମବାସୀଙ୍କର ବୈଠକ। ସମସ୍ତଙ୍କୁ ପହରାଜେ ଡକାଇଛନ୍ତି। ଗାଁ ଦାଣ୍ଡରେ ଠାକୁରଙ୍କ ଆଗରେ ସଭା ହେବା କଥା। ସଭାରେ ଯେ ବସିଲେ ସଭା ସୁନ୍ଦର ଦିଶନ୍ତା, ତାଙ୍କୁ ଠାକୁର ବିପଦ ବେଳେ ସେଇ ଚିନ୍ତେଶ୍ୱରଙ୍କ ବିନା କାହାକୁ ନେଇ ସଭା କରନ୍ତେ? ତା ବୋଲି ଗ୍ରାମଲୋକ ଧର୍ମ ଓ ସମାଜ ଛାଡ଼ିବେ ନାହିଁ। ପରିଡ଼ା ଟୋକା ଯେଉଁ ଅନୀତି ଅଧର୍ମ କାମ କରିଛି, ଶୀଘ୍ର ତାର ପ୍ରତିକାର ନ କଲେ ଏ ଗାଁରେ ରହିହେବ ନାହିଁ। ପହରାଜେ ନାକରେ ଟିପେ ନାଶ ଦେଇ ସେଇ କଥା ଲୋକଙ୍କୁ ବୁଝେଇ କହିଲେ। ସନେଇ ଜାତି ଧର୍ମ ଛାଡ଼ିଲା, ବାର ବୋଲି ଅଧପଗଳି ପତିତା କଇଁକୁ ନେଇ ଘରେ ରଖିଲାଣି। ହଇ ହେ, ବିଷ୍ଣୁପୁର ଗାଁର ଛାତିରେ ସେମାନେ ମୁହଁ ଉପରକୁ କରି ଚାଲିବେ କେମିତି? ପରିଦଳି କହିଲେ, ଶୁଣିଲେଣି ନା ତାଙ୍କର କାମ? କଇଁ ବାୟାଣୀ ଆଉ ସେମିତି ବାରବୁଲା ଭିକାରିଣୀ ନୁହଁ। ଭଲ ଶାଢ଼ୀ ପିନ୍ଧି କେତେ ଚିକ୍କଣ ଦିଶିଲାଣି। ସନେଇ ଘରର ଚାବି ନେନ୍ଥାକ ତା ହାତରେ। ସେ ରୋଷେଇ କରେ ପାଣ, ପଠାଣ, ଚାମାର, କ୍ଷୀରସ୍ଥାନ ସନେଇ ସଭିଙ୍କ ଆଗରେ ଥୋଇଦିଏ। ସବା ବେହେରା ପଚାରିଲା, ସମସ୍ତେ କ'ଣ ଏକା ପତ୍ରରେ ଖାଇ ବସନ୍ତି? ପରି କହିଲା, ନାଇଁ, ଭିନେ। ତେବେ ଏକାଠି ପଙ୍ଗତ ଲାଗେ। କଇଁ ରାନ୍ଧି ପରସି ଦିଏ। ବିନିକାଣ୍ଡି କହିଲା, ସେଇ ଏକା କଥା। କଇଁର କୋଉ ଜାତି ଅଛି? ହେଲେ ସେଥିରେ ଗ୍ରାମବାସୀଙ୍କର ଥାଏ କ'ଣ? ରାମନନା ଯାହାକୁ ଯାହା ଭଲ ଦିଶିଲା ସେ କଲା। ଛତରରୁ ଶହ ଲୋକ ଫେରି ଆସିଲେ। ସେମାନେ ଆମର ଭାଇବନ୍ଧୁ କୁଟୁମ୍ବ ଥିଲେ। ଆମେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ମଶା ମାଛି ପରି ବାଟରେ ଘାଟରେ ସେମାନେ ମଲେ। ମରୁ ଜମ ଅଇଁଠା ହେଇ ଯେଉଁମାନେ ଫେରିଲେ, ସେମାନେ ଫେରେ କୁଆଡ଼େ ଯିବେ କହିଲେ ଅବଦାଦେ? ଏଇଠି ତ ରହିବେ। ସେବା ବେହେରା କହିଲା, କାଣ୍ଡିଏ ଯାହା କହିଲେ ସତ। ଯେଉଁମାନେ ଫେରିଲେ ପ୍ରାୟଶ୍ଚିତ ନ କଲେ ଅଜାତି ହୋଇ ଛତରଖିଆ ଜାତି ବୋଲି ଗାଁ ଘରଦ୍ୱାର କରି ରହିଛନ୍ତି। ପିଲା କବିଲା ଧରି ଜମିବାଡ଼ି ସମ୍ପତ୍ତି କରି ସେମାନେ ସୁଖରେ ଚଳୁଛନ୍ତି। ସନିଆର ଦୋଷ କ'ଣ? ସେ ତାର ଘର କଲା, ସଂସାର କଲା, ରହିଲା। ବିନିକାଣ୍ଡି କହିଲା, ମୁଁ ସେଇ କଥା କହୁଛି ବେହେରାଏ। ଗ୍ରାମବାସୀ ଏ କଥାଟାଏ ଭଲ କରି ବୁଝାମଣା କର। ସନିଆ ସଙ୍ଗେ କେହି ସମ୍ପର୍କ ନ ରଖ। ତା ଘରେ ସାହି ଭାଇ ପତର ନ ପକା କି ନିମିତ୍ତ ପର୍ବରେ ତାକୁ ନ ଡାକ। ତା ବୋଲି ତାକୁ ହଇରାଣ କରିବା ଦରକାର କ'ଣ? ନିଜ ସୁଖ ଦୁଃଖକୁ ହାରି ଗୁହାରି ନାହିଁ। ପହରାଜେ ଆଉ ଟିପେ ନାଶ ନେଇ ଗ୍ରାମବାସୀଙ୍କ ମୁହଁକୁ ଚାହିଁଲେ। ଆରେ ଏ ସେବା ବେହେରା ବିନିକାଣ୍ଡି କହୁଛନ୍ତି କ'ଣ? ସେ ଭାବୁଛନ୍ତି କ'ଣ? ପବିତ୍ର ସନାତନ ହିନ୍ଦୁ ଧର୍ମ କ'ଣ ବୁଡ଼ିନି? ପ୍ରଳୟ ହେବାର ବେଳ ହେଲାଣି ପରା। 9ଙ୍କ ଦୁର୍ଭିକ୍ଷରେ ଗୋଟାଏ ଖଣ୍ଡ ପ୍ରଳୟ ହୋଇଗଲା। ପରର ଭାଗ ବେଶୀ ହେଲାରୁ ମେଦିନୀ ସହିପାରିଲା ନାହିଁ। ଲୋକଙ୍କୁ ପୁଣି ଦଇବ ଛାଡ଼ିଲା କିଏ? ସେ ଦଳେଇଙ୍କ ମୁହଁକୁ ଚାହିଁଲେ। ଦଳେଇଏ ଭାବିଛନ୍ତି ଭ୍ରୁଲତା ଟେକି ବଖାଣିଲେ ଗୋସେଇ ମହାପୁରୁ ବେହେରାଏ ଯାହା କହିଲେ ସତ କଥା। ହଇଏ ସନେଇ ଭଲ କଲା କି ମନ୍ଦ କଲା, ତା ପ୍ରଭାବ ସେ ପାଇବ।
केउं पापरू ए जन्मर ए दशा ए जन्मरे पाप अर्जुछे निजे नर्क कुंडको बाट सभा करुछे आमर सेथिरे थाए कण उपरे भगवान अछंती सबिंकर पाप पुण्य से देखुचंती आमे मानव होई कौन करि परिबा सने को एक घरे किया करबा निया पानी मना करबा बेस सेतिकी उदय साहू तांकर तोराणी छड़ा बड़ बड़ निशसावली कहले से तार एक घरिकिया होई रहिछि त काहारी दुआर से जाऊ नहीं काली दीपहरे बंध उपरे देखा होइथिला ता संगरे जोहन बुढ़ा क्षीरस्थ न थाए मु पचारिली किरे पुआ केमिति चलीछि तोर संसार हसी हसी कहला भल चलीछि मौसा पचारिली तते बुद्धि किए देला रे बाइया केडे सुंदर घर करिथिलु त ताकू दी हाथ होई संसार करिथांतो परिड़ा घर ना रखिथांतो एबे कूलकू गलु जातिरि गलु को भल कामटा कलु रे सनेई जवाब देला उदी मौसा कूलर सिना गली संसाररू तो जाए नहीं संसाररू जीवा आगरू पांचटा लोकंकु बंचाई जाए जो पांचटा को आश्रय देइछि सेमानंकर कौन होइथांता पहराजे कहले पचारिले नहीं किरे गरीब नियाश्री को आईति रखिबा पौरुषर काम जाति धर्म न छाड़ी कौन सेतेक करि पारि नथंतु पचारिली अवधाने कहला जाति धर्म रे तार विश्वास नहीं मु जीभ कामुड़ी पकाइली ता संगे कौन आउ कथा बढ़ाती मु कहूची जहार जहा विश्वास से ता कर निज कला कर्मर फल सिना निजे भुंजिब पहराजे आखि तराटी कहले शुणिले तो ग्रामवासी जाति धर्म रे तार विश्वास नहीं समस्ते जदि तार पंथा धरती हिंदू धर्म रहिबटी एपरी लोकगृह ग्राम छड़ा तड़ीदेले भल अमृत हांडी रे विष कणिकिया पड़िले सबकिछि विष हुए सेबा बाहेरा कहले शुण रामनना सत कहूचे तम कथा मो मनरू पाउना अरे ब्रिटिश राज्य रे किए काहाको केउठी तड़ीदेब बाघ कुआरी एकाठी पानी पिउछंती जेजे हातरे जीए चौदपा ता तो होइथिले गाँ गाँ के पठाणे क्षीरस्थाने माड़ी जाते केमिति सने निर्बलिया बोली लोक सिना एक कथा कहल तांको जहा कहले ओलट तुमको से पचारे तमे किए हो तमे जाऊन आम कथा आमे कलु तमर कि थाए पहराजे व्यस्त हो कहले मो कहवा कथा तुम बुझिल नहीं बेहराए भल हो मंद हो पठाण कह क्षीरस्थान कह तांकर गोटाए गोटाए धर्म अच्छी जहा धर्म ताको बड़ सने एबे कौ धर्म को आउजी आउ काहेंकी पाटी खोलिबा समस्त को नहीं चलिबा तो एई दांड बाटे केते विधर्मी नीति खाली जाउछंती आमे तो दांडर माटी ताड़ी नई को फिंगी दौना कि विधर्मी नईरे पशिछि बोली नई पानी को छाड़ू पारु नहीं सने जे केउं कलर हेला नहीं केउं जातिर हेला नहीं दलई भासिले तमे परा से दिन कहूतल 4 जातिरु 4000 जाति हेलाड़ी केमिति फेर हेले एमिति धीरे धीरे तो हेले सनीर एबे गोटाए नुआ जाति आउ केते वर्ष कले आउ गोटे कुटुंब को गोटाए नुआ जाति हेबो हेउ ना सेवा बेहरा हसिला कहला भल कथा कहलो दलई कि हो गोटाए कुटुंब को गोटाए जाति हेले संसार चलिब ना पहराजे चिउड़ी उठी टिके जोरे कहले तमे ग्रामवासी कौन समस्ते भाई हेल समस्त को कौन धर्म छाड़िला कथाटा भल करी बुझुना खाली हेंजणामी करुछ सनै परिड़ा तार जहा मन ता करू सेथिरे आमर जाय केते आसे केते तेबे से जति जंगल रे थांता आमर आखि पड़ंता नहीं आमरे भितरे आमरी गाँ रे थाई आम आखि आगरे अनीति अनाचार काम से सब करिब आमे बल बल करी चाहिथिबा पोथी पुराण चुली रे जाली देबा कि धर्म सहिबटी चिंते ईश्वरंकर विपद पड़ी से गाँव में नहांती से तमे माने एपरी कथा कहल से तमर पाटी खोली थांते तो चिंतेश्वरंकर नाम शुणी समस्ते तुनी हेले पहराजे हसी हसी कहले अन्याय अनाचार कला बोली महाप्रभु श्रीरामचंद्र निज हाथ में शूद्र महामुनि शूद्रकर प्राण नहीं तमे माने कथा जानिच सामान्य सनेपुरड़ा को ग्रामवासी तमे साध्य कर नहीं गाँ मझिरे पाण पठाण चमार क्षीरस्थान धरी से नाटक कर दुश्चरित्रा छतरी कई को धरी कारबार हेब समस्ते तमे पिला कुटुंब नहीं घर करुछ सने जदि आनंद रहे तम पुओ झील तुमको मानिबे कहूना कहीं विशेष नाए तम पुओ चंद्रार किसी खबर पाइल कि हो बाम ओझा टीमी कुआड़े गला किसी पत्ता मिलिला विशेजना मुंड आउसी कहला खबर मिलिला नहीं भूल कामटाए करि पकाइला सेतिपाई प्रायश्चित हेली पिलाटा फेरी आसंता जदि भेंडा पुओ मोर ता माँ दिन राति कांदुछि तार देह कंटा होई गलानी आखि को आ दिसु नहीं चंदरा जदि नेफरे बुढ़ी भी मरीजिब
ବାମ ଓଝା ତଳକୁ ମୁହଁ ପୋତି କହିଲା, କୂଳରୁ ଗଲେ ଯାହା ମଲେ ସେଇଆ। ଜେନାଙ୍କର ସିନା ପୁଅ 7 ଖୁଣ ମାପ, ଟିମି ମାଇ ପିଲା। ତା ଖବର ରଖି ଲାଭ କ'ଣ? ତା ମୁହଁ ଚାହିଁଲେ ବାପ। କ'ଣ କହିବି ଅବଦାନେ? ଲାଜର କଥା। କହୁନା, କୁହ। ବେଶୀ ଜେନା କହିଲେ, ତମେ କ'ଣ ନିଜେ କିଛି କରିଛ କି ଲାଜର କଥା ହେବ? ଯାହାର କର୍ମର ଫଳ ସିଏ ଭୋଗିବ। ଯିଏ ଦିନ 15 ଦିନ ତଳେ ଟିମିର ବର ବିଶୁନିଆ ଆସି ପହଞ୍ଚିଲା ଗୋସେଇ। ବାମ ଓଝା ମୋତେ ଡକେଇ ପଠେଇଲା। ନୁଚେଇବି କାହିଁକି? ସବୁ କଥା ତାକୁ ଖୋଲି କରି କହିଲି। କିରେ ଶୋଇଥିଲୁ କି? ଯା ଯା, ମୋତେ ଚନ୍ଦି ଯାଇଛି। ଚନ୍ଦରା ହାବୁରେ ପଡ଼ିଲେ ସେ ତାର ପ୍ରାଣ ନେବ। କହିଲି, ଚନ୍ଦରା ବ୍ରହ୍ମଚାମୁଡ଼ିଏ ପାଇଲେ ଘର ସୁମହାଣ କରୁଥିବୁ ରେ ବାପ। ଯା ଯା, ଯାଇଛି ତ ଆଉ। ରାମ ପହରାଜେ କହିଲେ, ସନେଇକୁ କିଛି ଗୋଟାଏ ନ କଲେ ଏମିତି ଟୋକାଟୋକିଙ୍କର ମୁହଁ ବଢ଼ିଯିବ। ତମେ ସବୁ ଭାବ, ସୋଇଏ ଦୁର୍ଗାପୁର ଫେରନ୍ତୁ, ନିଶାପ ହେବ। ତେଣିକି ଯାହାହେଲେ ଗୋଟାଏ ବ୍ୟବସ୍ଥା କରିବା। ମୁଁ ବି କାଲି ଦୁର୍ଗାପୁର ଯାଉଛି। ଗ୍ରାମବାସୀ କହିଲେ, ହଁ ସୋଇଏ ଆସନ୍ତୁ। କ'ଣ କହୁଛନ୍ତି କହନ୍ତୁ? ପ୍ରହରାଜେ କହିଲେ, ସେତେଦିନ ଯାଏ ସନଇକୁ ଏକ ଘରକିଆ କରି ରଖ। ଚିନ୍ତେଇ ସ୍ୱାଇଁଙ୍କର ଇଚ୍ଛା ଥିଲା ସେ ଧୋବିକୁ ବିଷ୍ଣୁପୁରକୁ ନେଇ ଆସିବେ, ସେଇଠି ସ୍ତ୍ରୀଙ୍କର ଶୁଦ୍ଧି କାମ ଶେଷ କରିବେ। କିନ୍ତୁ ଧୋବି ଅଡ଼ି ବସିଲା ଯେ ସବୁ କାମ ଦୁର୍ଗାପୁରରେ ହେବ। ଗାଁ ଲୋକ ଭାଇବନ୍ଧୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଦୁର୍ଗାପୁରକୁ ଆଣିବେ। ଝିଅର ମନରେ ଦୁଃଖ ଦେବାକୁ ସ୍ୱାଇଁଙ୍କର ମନ ବଳିଲା ନାହିଁ। ନିଧେଇ ମଧ୍ୟ ଧୋବିର ପ୍ରସ୍ତାବରେ ଏକମତ ହେଲେ। ସବୁ ଆୟୋଜନ ହେଲା ଦୁର୍ଗାପୁରରେ। ହରି ମହାନ୍ତି, ରାମ ପହରାଜେ, ନିଧେଇ ଓ ଧୋବି ସମସ୍ତଙ୍କର ପରାମର୍ଶ ଅନୁସାରେ ସ୍ୱାଇଁଙ୍କର ପିଲା କୁଟୁମ୍ବ ବିଷ୍ଣୁପୁର ଦୁର୍ଗାପୁର ଆସିଲେ। ଶୁଦ୍ଧି ଦିନ 2 ଗ୍ରାମର ସାହି ଭାଇ ସମସ୍ତେ ଆସି ପହଞ୍ଚିଲେ। ନିଜେ ଚିନ୍ତେଇ ସ୍ୱାଇଁ ଆଦେଶରେ ଯେତେବେଳେ ହରି ମହାନ୍ତେ ସନେଇ ପରିଡ଼ା ପାଖକୁ ଚିଟାଉ ଲେଖିଲେ, ପହରାଜେ ଆଖି ତରାଟି କହିଲେ, ଏ କରୁ କ'ଣ କରୁଛ ସ୍ୱାଇଁ? ସ୍ୱାଇଁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ଧୋବି ତଳକୁ ମୁହଁ ପୋତିଲା। ନିଧେଇ ପଚାରିଲେ, କାହିଁକି ବାଧା ଦେଉଛ ପହରାଜେ? ଆସିଲା ବେଳରୁ ସନେଇ ସମ୍ବନ୍ଧରେ ସବୁ କଥା ବୟାନ କରିବାକୁ ତାଙ୍କ ମନ ଛକପକ ହେଉଥିଲା। କିନ୍ତୁ ସମସ୍ତେ ତ କାର୍ଯ୍ୟବ୍ୟସ୍ତ, ପହରାଜଙ୍କୁ ସୁବିଧା ମିଳୁନଥିଲା। ସୁବିଧା ବେଳଉଣ୍ଡି ଟିପେ ନାଶ ଶୁଙ୍ଘି ସେ ସାମାନ୍ୟ ହସି ଆରମ୍ଭ କଲେ, ଛି ଛି, ସନେଇ କ'ଣ ମଣିଷ ହୋଇଅଛି? ତା କଥା ଛାଡ଼ନ୍ତୁ, ସେ ତ। ପହରାଜେ ସବୁ ଘଟଣା କହିଲେ। କଥା ଶେଷ କଲେ, ସମାଜ ଭିତରେ ରହି ଅନୀତି ଅନ୍ୟାୟ କରି ଯଦି ଆମରି ଭିତରୁ ଜଣେ ଚଳେ, ସମାଜର ଅବସ୍ଥା କ'ଣ ହେବ? ସେ ଇଏ। ତାକୁ ଯଦି ସାମାଜିକ ଦଣ୍ଡ ଦିଆ ନଯାଏ, ତେବେ ସମାଜରେ ଉଚ୍ଛୃଙ୍ଖଳତା ଟୋକାଟୋକିଙ୍କର ଅବସ୍ଥା କ'ଣ ହେବ? ଆମର ସମାଜ, ଧର୍ମ, ସଂସ୍କୃତି ଆଦିମ କାଳର ସଭ୍ୟତା ଉପରେ ଗୋଡ଼ ପକାଇ ଗର୍ବରେ ଛାତି ଫୁଲାଇ ଚାଳିବ ସନେଇ, ଆଉ ଆମେ କଳବଳ ଚାହିଁ ରହିଥିବା। ସନେଇ ସ୍ୱାଇଁ ଚିନ୍ତିତ ହେଲେ। ମୁହଁରୁ କଥା ବାହାରିଲା ନାହିଁ। ସ୍ତ୍ରୀଙ୍କର ମଲାଗର ମାଗୁଣି ତାଙ୍କର ମନେ ପଡ଼ିଲା। ଆହା, ସନେଇକୁ ସେ ପୁଅଠାରୁ ବଳି ଅଧିକ ଭଲ ପାଉଥିଲେ। ସନେଇ ହାତରେ ଧୋବିକୁ ସମର୍ପି ଦେବାକୁ ତାଙ୍କର ଆଗ୍ରହ ଥିଲା। ସେଇ ସନେଇ ଏତେ ଦୁଃଖ କଷ୍ଟ ସହି ମାନ ଅପମାନ ଭୁଲି ଜାତି ହେଲା, ସମାଜରେ ମିଶିଲା, ବଦକାର୍ଯ୍ୟରେ ସେ ଗଦେଲା। ପୁଣି ତାର ଏପରି ପରିବର୍ତ୍ତନ ହେଲା କାହିଁକି? ଚିନ୍ତେଇ ବୁଝିପାରିଲେ ନାହିଁ। ନିଧେଇ ଠିକ୍ ସେଇଆ ଭାବୁଥିଲେ, ଆଉ ଧୋବି ସେୟା ଭାବୁଥିଲା। ଏସବୁ ପାଇଁ ଦାୟୀ ସେ ନିଜେ। ସନେଇ ଭାଇ ତ ତାରି ଉପରେ ଅଭିମାନ କରି ଏସବୁ କାଣ୍ଡ କରିଛି। ତାରି ଆଖି ଆଗରେ ସବୁ ଅନ୍ୟାୟ ଅନୀତିକୁ ବରଣ କରିବ। ଧୋବି ଉପରେ ସେ ପ୍ରତିଶୋଧ ନେବ। ସେଥିପାଇଁ ଦୁଶ୍ଚରିତ୍ରା ଛତର ଫେରନ୍ତା କଇଁବାଣୀକୁ ସେ ଘରେ ଆଶ୍ରା ଦେଇଛି। ସବୁ ତାକୁ ସମର୍ପି ଦେଇଛି। ଧୋବିର ହାଡ଼ରେ ନିଆଁ ଲାଗିଲା। ତାର ଆଖି ଉଜ୍ଜଳ ଉଠିଲା, ଛାତି ଥରିଲା, ମୁଣ୍ଡ ଭିତରେ ତରଳ ଲୁହାର ସୁଅ ଛୁଟିଲା। ସେ କଟମଟ କରି ପହରାଜଙ୍କ ମୁହଁକୁ ଚାହିଁ ରହିଲା। ଚିନ୍ତେଇ ସ୍ୱାଇଁ ଦୀର୍ଘଶ୍ୱାସ ଛାଡ଼ି କହିଲେ, ଶୁଣ ପହରାଜେ, ସନେଇ ଟୋକା, ତାର ମନ ଚଞ୍ଚଳ, ତାର କେହି ମୁରବୀ ନାହିଁ। ସେଇଥିପାଇଁ ସେ ମନଜ୍ଞ କାରବାର କରୁଛି। ତମେ ବ୍ୟସ୍ତ ହୁଅନା, ତାକୁ ନିମନ୍ତ୍ରଣ ଚିଟାଉ ଲେଖ ମହାନ୍ତିଏ। ସେ ଥରେ ଆସୁ। ମୋ ମୁହଁରୁ 4 ପଦ କଥା ଶୁଣିଲେ ତାରି ପାଗଳାମି ଭାଙ୍ଗିବ, ସେ ବାଟକୁ ଫେରିବ। ବୁଝିଲେ ପହରାଜ? ଟୋକା ବୟସରେ ସମସ୍ତଙ୍କର ଗୋଟାଏ କିଛି ନୂଆ କରିବାକୁ ମନ ହୁଏ। ବଢ଼ିଲା ନଈ ପରି ମାଡ଼ି ଯିବାକୁ ସେମାନେ ବସନ୍ତି। ତାକୁ ଅଟକାଇ ରଖି ବାଟକୁ ଆଣିବା କଷ୍ଟ। ଶାସ୍ତି ଲୋଡ଼ା। ସେ ଶାସ୍ତି ମୁଁ ମୋ ହାତକୁ ନେଉଛି। ତମେ ବ୍ୟସ୍ତ ହୁଅନା, ଲେଖ ମହାନ୍ତିଏ। ନିଧେଇ ଖୁସି ହୋଇ ହରି ମହାନ୍ତିଙ୍କୁ ହଲାଇ କହିଲେ, ଲେଖ। ହରି ମହାନ୍ତି ତାଳପତ୍ର ଲେଖନ ତଳେ ଥୋଇ ଚମକି ଉଠିଲା ପରି କହିଲେ, ମୁଁ ଏପରି ଅନ୍ୟାୟ କାମ କରିପାରିବି ନାହିଁ। ବିନିଶପୁର ମିଆଁ ପଠାଣ ହୁଅନ୍ତୁ ପଛେ ନିଜ ଧର୍ମକୁ ଧରି ରହିଛନ୍ତି। ଧାର୍ମୀ ଲୋକେ ମାଛିକୁ ମ କହନ୍ତି ନାହିଁ।
ତାଙ୍କର ପାଖକୁ ଚିଠା ଲେଖି ପଠାଗଲା। ଆମର ଭାଗ୍ୟରେ ଥିଲେ ତାଙ୍କ ପରିକା ଲୋକର ଗୋଡ଼ ଧୂଳି ଏ ଦାଣ୍ଡରେ ପଡ଼ିବ। କୃଷ୍ଣପୁରର ସୋଲମନ ସାହୁ ସେ ବି ମଣିଷ ଜାଗାରେ ହୀରାଖଣ୍ଡେ। ତାଙ୍କୁ ଦେଖିଲେ ମୁଣ୍ଡ ନଇଁଯାଏ। ଏ ନାୟକ ବଂଶର ପାଞ୍ଚ ପାଞ୍ଚ ପୁରୁଷର ସେ ପ୍ରୀତି ବନ୍ଧୁ। ଧର୍ମଶାସ୍ତ୍ର ଧରି ଦିନରାତି ସେ କାଟନ୍ତି। ତାଙ୍କ ପାଖକୁ ଚିଠା ଲେଖାଗଲା, ସେ ଆସିବେ। କେଡ଼େ ଭାଗ୍ୟର କଥା! ରାଜୀବ ଜେନା ପିରିପୁରରେ ଜମିଦାର ପଣ ହେଲେ କ'ଣ ହେଲା? ତାଙ୍କର ବ୍ୟବହାର ଦେଖିଲେ ମଣିଷ କାବା ହୁଏ। ବୁଢ଼ାଙ୍କୁ ଦେଖିଲେ ବାଲ୍ମୀକି ଋଷିଙ୍କ ଭଳି ସେ ଦେଖାଯାଆନ୍ତି। ସବୁବେଳେ ତୁଣ୍ଡରେ ହରିନାମ, ଘାସର ପତର ଛିଣ୍ଡାଇବାକୁ ସେ ମଣନ୍ତି ପାପ। ତାଙ୍କ ପାଖକୁ ନିମନ୍ତ୍ରଣ ଚିଠା ଲେଖିଲି। କେତେ ଆନନ୍ଦର କଥା! ସମସ୍ତେ ଆସିବେ। ତାଙ୍କର ପାଖରେ ବସି ତାଙ୍କ ତୁଣ୍ଡରୁ ଚାରିପଦ ଶୁଣିଲେ ମନ ପବିତ୍ର ହେବ। ଆଉ ଏ ସନେଇ ପରିଡ଼ା ବିଧର୍ମୀ ଅନାଚାରଟା, ତା ପାଖକୁ ଚିଠା ଲେଖିବାକୁ ମୋ ଲେଖନ ଥରି ଉଠୁଛି। ମୁଁ ପାରିବି ନାହିଁ ଶୋଇଏ। ହରି ମହାନ୍ତି ଘୃଣାରେ ନାକ ଟେକିଲେ। ପହରାଜ କହିଲେ, ହରିବାକୁ ଯାହା କହିଲେ ଠିକ୍। ସନେଇ ପଠାଣ ହେଉ, କ୍ଷୀରସ୍ଥାନ ହେଉ, ପାଣ୍ଡ କଣ୍ଡରା ସେ ଯେକୌଣସି ଜାତିରେ ମିଶୁ, ସେଥିରେ ଆପତ୍ତିରେ କ'ଣ ଅଛି? ସମସ୍ତେ ମାଟିର ପିଲା। ସମସ୍ତେ ବଞ୍ଚିବେ, ନିଜର ଧର୍ମ କର୍ମ ଆଚାର ପାଳନ କରି ଖୁସିରେ ସରିବେ। ସନେଇ ନୂଆ କଥା କରୁଛି। ଧର୍ମ ସବୁ ଆଚାରକୁ ଗୋଡ଼ରେ ଦଳୁଛି। ସେ କହୁଛି ଧର୍ମ ରହିବ ନାହିଁ, ଜାତି ରହିବ ନାହିଁ, ସମାଜ ରହିବ ନାହିଁ, ଦୁନିଆରେ କେହି ଧନୀ କି ଦରିଦ୍ର ରହିବେ ନାହିଁ, ସମସ୍ତେ ସମାନ ହେବେ, ନଥିବ ଭେଦର ବିଚାର, ସର୍ବେ ହୋଇବେ ଏକାକାର। ଏସବୁ କ'ଣ ଭଲ ସୋଇଁ? ଚିନ୍ତେଇ ସୋଇଁ ହସି ହସି କହିଲ, ଭଲ ମୋଟେ ନୁହେଁ। ତେବେ ମଶା ମାଛିଙ୍କୁ ଡରି ଘରେ କବାଟ କିଳି ରହିବା ମଣିଷ ପଣିଆ ନୁହେଁ। ସେ ପାଗଳାମି କରୁଛି। ତମେ ଚିଠା ଲେଖ ମହାନ୍ତି। ସେ ଯଦି ନ ଆସେ, ଆମକୁ ଅପମାନ ଦିଏ, ତେବେ ଦେଖାଯିବ। ଆଙ୍ଗୁଠି ସିଧା କଲେ ତାର ଘରଦ୍ୱାର ବଡ଼ ବଡ଼ା ଗ୍ରହ ସବୁ ଓଲଟି ପଡ଼ିବ। ଯଦି ଆସେ, ମିଆଁ ସୋଲମନ, ରାଜୀବ ଜେନାଏ, ଗୋବିନ୍ଦ ପ୍ରଧାନେ, ତମେ ମୁଁ ସମସ୍ତଙ୍କ ଆଗରେ ତାରି କଥା ପଡ଼ିବ। ତା ଛାତରେ ଏଡ଼େ ଦମ୍ଭ ଅଛି, ସେ ସମସ୍ତଙ୍କ କଥାକୁ ଏଡ଼ାଇ ଦେଇଯିବ। ଯାଉ, ଯେଉଁ ବାଟେ ଯିବ। କେଉଁଠିକି ଯିବ ହେ? ଦୁନିଆ ବାହାରକୁ ଯଦି, ତେବେ ସିନା ରକ୍ଷା ପାଇବ। ପୁଣି ହରି ମହାନ୍ତି ଆପତ୍ତି କଲେ। ସନେଇ ପତିତ ହେଲାଣି। ସେ ଯଦି ନିମନ୍ତ୍ରଣ ରଖି ଆସେ, କେଉଁ ସମାଜରେ ବସିବ? ଚିନ୍ତେଇ ସୋଇଁ କଥାଟାରେ ଯେ ଧରି କହିଲେ। ଧମକ ଦେଇ କହିଲେ, ସେ ଆଗ ଆସୁ, ଚାରି କଥା ମୁଁ ତାକୁ ବୁଝାଇବି। ଯଦି ତାର ମନ ବଦଳେ, ଆମ ପୁରାଣ ପୋଥିର ଅପବିତ୍ରକୁ ପବିତ୍ର କରିବାକୁ, ଅଜାତିରୁ ଜାତି ହେବାକୁ ଅନେକ ପାଠ ଲେଖା ଅଛି। ପଥର ଓଲଟାଇ ପହରାଜେ ସବୁ ବାହାର କରିପାରିବେ। ଯେତେ ଦିନ ଯାଏ ତୁଳସୀ ପତ୍ର ଅଛି, ଗାଈ ଗୋବର ଦୁବ ବରକୋଳି ପତ୍ର ରହିଛି ମହାନ୍ତି, ଅପବିତ୍ର କାୟକୁ ପବିତ୍ର କରିବାକୁ ନିହମାଏ ଲାଗିବ ନାହିଁ। କ'ଣ କହୁଛ ପହରାଜେ? ପହରାଜେ ଭାବିଲେ, ମୁଣ୍ଡ ଆଉଁସି କହିଲେ, ଯେଉଁଠି ହେଲେ ପାଠ ଅଛି। ବ୍ରାହ୍ମଣ ବେକରେ ପଇତା ଥିଲେ, ତୁଣ୍ଡରେ ଚାରିପଦ ସଂସ୍କୃତି ଥିଲେ, ଯଜମାନଙ୍କର ହିତ ପାଇଁ ସବୁ ହୋଇପାରିବ ଯେ। କଥା ହେଉଛି କ'ଣ କି, ସନେଇ ଭଳିଆ ଅବାଧ୍ୟ ଅନଚାରୀ ଲୋକ କ'ଣ କୁହା ବୋଲ ମାନିବେ? ତହିଁରେ ପୁଣି ସବୁବେଳେ ଯଜମାନର ଖର୍ଚ୍ଚ ଅଳ୍ପ ହେବ। ଆଚ୍ଛା କୁହନ୍ତୁ ଭଲା, ବିଧିବିଧାନ ନ ମାନି ମନ୍ତ୍ରକୁ ତୁଣ୍ଡରେ ଧରି କାମ କଲେ ଖର୍ଚ୍ଚ କମିବ କିପରି? ଚିନ୍ତେଇ ସୋଇଁ କହିଲେ, ଖର୍ଚ୍ଚ ବର୍ଚ୍ଚ କଥା ଆପଣ ଭାବନ୍ତୁ ନାହିଁ, ସେସବୁ ତୁଲାଇ ହେବ। ସେ ଏକ ଆସୁ। 5 ପଇସା ଯଦି ଅଧିକ ଲୋଡ଼ା ହୁଏ, ଆଉ ଖର୍ଚ୍ଚ ତୁଲାଇବାକୁ ଯଦି ତାର କାଢ଼ ନଥାଏ, ଆପଣ କ'ଣ 4 ପଇସା ନିଜ ହାତରୁ ଦେବେ ନାହିଁ କି ପହରାଜେ? ପହରାଜେ ସାମାନ୍ୟ ହସି କହିଲେ, ଗରିବ ବ୍ରାହ୍ମଣ ଆଜ୍ଞା, ଦେବସେବାରେ 2 ପଇସା ଲଗାଇବାକୁ ସକ୍ଷ ନାହିଁ, ଅନ୍ୟ ପାଇଁ ଖର୍ଚ୍ଚ କରିବାକୁ ବହପ କାମ ଆସିବ। ହେଲେ ବି ବ୍ରାହ୍ମଣଙ୍କର ଧନ ଅବଦାନ, ବ୍ରହ୍ମାସ୍ତ୍ର କିଏ ତାଙ୍କୁ ହଜମ କରିବ? ଚିନ୍ତେଇ ହସିଲେ, ନିଧେଇ ହସିଲେ। ହରିବାବୁ ଚିଠା ଲେଖ, ନୋହିଲେ ଲେଖନ ପତ୍ର ମୋ ଆଡ଼କୁ ଦିଅ। ଅଗତ୍ୟା ହରି ମହାନ୍ତି ଲେଖନ ପତ୍ରକୁ ତଳୁ ଉଠାଇଲେ। କର୍ତ୍ତାନୁରୂପ କର୍ମ ସେ କ'ଣ କରନ୍ତେ? ପହରାଜେ କହିଲେ, ଆପଣଙ୍କର କଥା ମାନି ନିମନ୍ତ୍ରଣ ରଖି ସନେଇ ପରିଡ଼ା ଆସିପାରେ, କିନ୍ତୁ ଯେଉଁମାନଙ୍କୁ ପାଖରେ ରଖିଛି ସେମାନଙ୍କୁ ଛାଡ଼ିପାରିବ ନାହିଁ। ଧୋବି ଆଡ଼କୁ ଅନାଇ ବିନୀତ ହେଇ କହିଲେ, ମା, ତୁ ଟିକେ ଭିତରକୁ ଯିବ କି? ଧୋବି ନାଗସାପ ପରି ଗର୍ଜି ଉଠିଲା, ମୋ ପିଲାଛୁଆ ନୁହେଁ, ଆପଣ ଯାହା କହିବାର କଥା ମୋ ଆଗରେ କୁହନ୍ତୁ। ମୋରି ମାର ସୁଧିକୁ କେଉଁମାନେ ନିମନ୍ତ୍ରଣ ହୋଇ ଆସିବେ, ମୁଁ ଜାଣିବାକୁ ଚାହେଁ। ଆପଣଙ୍କର କ'ଣ କହିବାର ଅଛି? ପହରାଜେ ଥା ମାମା ହୋଇ ଚିନ୍ତେଇ ସୋଇଁଙ୍କୁ ଚାହିଁ କହିଲେ, କଇଁ ବାୟାଣୀ ଗାଁ ଦାଣ୍ଡରେ ବୁଲୁଥିଲା, ପାଟି କରି ବକୁଥିଲା, ସନେଇ ତାର ବର। ପଚାରନ୍ତୁ ଗ୍ରାମବାସୀଙ୍କୁ, କଇଁର କୋଳରେ ଯେଉଁ ପିଲା ହୋଇଥିଲା, ସେ ତ ମରିଗଲା ସୋଇଁଏ। ସେ କାହାର? ତୁଣ୍ଡରେ ନ କହିଲେ ମଧ୍ୟ ସେ କାହାର? ଲୋକେ ନିର୍ବୋଧ ନୁହନ୍ତି। କଇଁର କଥାରୁ ବୁଝା ପଡ଼ୁଥିଲା ସେ ସନେଇର। ଚମକି ଉଠିଲା ଧୋବି। ବିଚଳିତ ହେଲେ ନିଧି ସୋଇଁ।
ହରି ମହାନ୍ତିଙ୍କ ହାତରୁ ଖସି ପଡ଼ିଲା ଲେଖନୀ। ପାକୁଆ ପାଟିଆ ହୋଇଗଲା। ଚିନ୍ତେଶ୍ୱରୀଙ୍କ ଆଖିରେ ଜଳି ଉଠିଲା ଆଗ୍ରହର ଆଲୁଅ। ଉତ୍ତେଜିତ ହୋଇ ପୁଣି ପହରାଜେ କହିଲେ, ଉପରେ ଧର୍ମ ଅଛି, ସବୁଠାରେ ଭଗବାନ ଅଛନ୍ତି। ପାପ ଛପି ରହିପାରିବେ ନାହିଁ। ନଅଙ୍କ୍ୟ ଦୁର୍ଭିକ୍ଷରେ ଦାଣ୍ଡେ ଦାଣ୍ଡେ ଭିକ ମାଗି ବୁଲି ସନେଇ ଅନୀତି କରିଥିଲା। ଭାବିଥିଲା କଇଁ ମରିଯିବ, ତାର କଳଙ୍କ ଲୁଚିବ। କିନ୍ତୁ ମଲା କଳଙ୍କର ଫଳ ସେ ପିଲାଟା। କଇଁ ବାୟାଣୀ ହୋଇ ଫେରି ଆସିଲା, ଦାଣ୍ଡେ ଦାଣ୍ଡେ ବୁଲି ଚିତ୍କାର କଲା। ସମସ୍ତେ ଶୁଣିଛନ୍ତି ଯେ ସନେଇ ତାର ବର, ସେ ତାକୁ ଛାଡ଼ିଛି, ପିଲା ପୁଅ ତାର ମରିଛି। ବୁଝିଲ ସ୍ୱଇଁଏ, କାହିଁକି ଆଜି ସନେଇର ଧର୍ମାତ୍ମା ପାଲଟିଛି। ଅନ୍ଧ ଖଞ୍ଜ ବିଜୟତଙ୍କୁ ଘରେ ରଖିଛି, କଇଁକୁ ନେଇ ଘରେ ରଖିଛି। ସବୁ ପତିଆରା। କଇଁ ଆଜି ସନେଇ ଘରର ଘରଣୀ। ପାଗଳାମି ତାର ନାହିଁ। ସନେଇର କଳଙ୍କ କଥା ଆଉ କଇଁ ମୁହଁରୁ ବାହାରିବ ନାହିଁ। ଯାହା କରୁଛ ଭାବି ଚିନ୍ତି ବୁଝି ବିଚାରି କର। ଆମେ ପୁରୋହିତ ଯାହା ଆମର ତୁଣ୍ଡରୁ ବାହାରିବ ସବୁ ଯଜମାନର ହିତ ପାଇଁ। କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ। ଚିନ୍ତେଶ୍ୱରୀଙ୍କର ଆଖି ଆଗରେ ଉଭା ହେଲା ଧୋବିବୋଉଙ୍କର ମରଣ କାଳର ଶେଷ କଥା। ଧୋବିକୁ ସନେଇକୁ ବାହା କରିଦେବ। ମରଣମୁଖୀ ସ୍ତ୍ରୀଙ୍କୁ ବାରମ୍ବାର ସାନ୍ତ୍ୱନା ଦେଇଛନ୍ତି ନିଜେ। ତମେ ଧୋବିକୁ ସନେଇ ହାତରେ ଦେବ। କଥାଗୁଡ଼ା ତାଙ୍କର କାନରେ ବାଜି ଯାଉଛି। ପହରାଜେ ମିଛ କହନ୍ତି ନାହିଁ। ସନେଇ କଳଙ୍କର କୀଟ, ତଥାପି ମରଦ ପିଲା। ମନ ବଦଳିଲେ ସବୁ ଓଲଟିଯିବ। ଧୋବିର କାନରେ ବାଜି ଯାଉଛି କେତେ ଦିନର କେତେ କଥା, କେତେ ଦୃଶ୍ୟ ଆଖି ଆଗରେ ଭାସି ଉଠୁଛି। ଏତେ କଳଙ୍କର କାହାଣୀ ଲୁଚେଇ ସନେଇ ଭାଇ ଛଳନା କରୁଥିଲା। ଧୋବିକୁ ଘର ଘରଣୀ କରିବା ପାଇଁ ମନ ବଳିଥିଲା। ଚିନ୍ତେଇ କହି ଉଠିଲେ, ନିଧେଇ, ସନେଇକୁ ତୁ ନିମନ୍ତ୍ରଣ ଚିଠାଉଲେ, ସେ ଆସୁ। ଝିଙ୍କି ଉଠିଲା ଧୋବି। ସେ ଠିଆ ହୋଇ ଝଡ଼ପଡ଼ି ଥରିଲା କଣ୍ଠରେ କହିଲା, ନା ନା, ସନେଇ ପରିଡ଼ାକୁ ନିମନ୍ତ୍ରଣ କରାଇବ ନାହିଁ। ବାପା, କ'ଣ ଆଜି ତାର ବଡ଼ତୋଇ ହୋଇଛି କି? ତାରି ବାପ ଦିନେ ତମକୁ ଅପମାନ ଦେଇଥିଲା। ତମରି ଘରେ କୋଠିଆ ରଖିବାକୁ ଦିନେ ତୁମେ ଡାକୁଥିଲ। ସେ ଯେତେ ଯାହା କରୁ, ଆଜି ସେ ଅନାଚାରୀ, ବ୍ୟଭିଚାରୀ, ବିଧର୍ମୀ, ପତିତ। ମୋ ବୋଉର ଶୁଦ୍ଧ ଘରକୁ ଆସି ଏ ସ୍ଥାନ ଅପବିତ୍ର କରିବାକୁ ତାକୁ ଡାକ ନାହିଁ। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଧୋବିର ଥରିଲା ଦେହ ଓ ଢଳ ଢଳ ଆଖିକୁ ଚାହିଁଲେ। ଚିନ୍ତେଇ କଅଁଳ ସ୍ୱରରେ କହିଲେ, ବାଧା ଦେ ନା ମା, ତୋ ବୋଉର ଶେଷ ଆଶା। ବାଧା ଦେଇ ଧୋବି ଉଚ୍ଚ ଗଳାରେ କହିଲା, ବୋଉ ଭୁଲ ବୁଝିଥିଲା। ବୋଉ ମୋର ପବିତ୍ର ନିଷ୍କଳଙ୍କ। ତାର ସୁନ୍ଦର ସରଳ ମନ ଯୁଆଡ଼େ ଥରେ ଢଳେ ଆଉ ଫେରେ ନାହିଁ। ତା ଆଖିରେ ଦୁନିଆର ସବୁ ଲୋକ ଭଲ। ମୋର ସୁଖ ସେ ଚାହିଁଥିଲା। ମୁଁ ସୁଖୀ ହେଲେ ସେ ଯେଉଁଠି ଥାଉ ସୁଖୀ ହେବ। ସନେଇ ପରିଡ଼ା ମୋରି ଘରେ ଗୋଡ଼ ଦେଲେ ମୁଁ ସୁଖୀ ହେବି ନାହିଁ। ମୋ ମଲା ବୋଉର ଆତ୍ମାକୁ ଅପମାନ ହେବ। ନିଧେଇ କହିଲେ, କ'ଣ କହୁଥିଲ ପାଗେଳି? ଧୋବିର ରୁଦ୍ଧ ବେଦନାର ସ୍ରୋତ ବଢ଼ି ଝରି ଆସିଲା। ସେ କହିଲା, ସତ କହୁଛି ଦାଦା, ବୋଉ ମୋର ଯାହାକୁ ଚାହୁଁଥିଲା ସେ ତ ଏଇ ଅନାଚାରୀ ସନେଇ ପରିଡ଼ା ନୁହେଁ। ଚିନ୍ତେଶ୍ୱରୀ କହିଲେ, ମା। ଧୋବି କାନ୍ଦିଲା। ପହରାଜେ ଯାହା କହିଲେ ସବୁ ସତ। ବନେଇ ପରିଡ଼ାର ପୁଅ ସନେଇ ପରିଡ଼ାକୁ ନିମନ୍ତ୍ରଣ ଚିଠାଉ ଯିବ ନାହିଁ। ଝରି ଆସୁଥିବା ଆଖିର ଲୁହକୁ ଲୁଚେଇବାକୁ ଧୋବି ବୁଲି ପଡ଼ି ଥରିଲା ପାଦରେ ଦାଣ୍ଡ ଘର ଭିତରକୁ ଖଞ୍ଜି ପଶିଗଲା। ବାପ ଦାଦୀଙ୍କ ଆଖିକୁ ଏଡ଼ି ପାରି ନାହିଁ ତାର ଛଳ ଛଳ ଆଖି। ପହରାଜେ କହିଲେ, ଧନ୍ୟ ଲୋ ମା ତୋର ବୁଦ୍ଧି। ଦେଖିଲି ମହାନ୍ତି ହେ ଆଖି ଆଗରେ ସାକ୍ଷାତ ଦୁର୍ଗାମୂର୍ତ୍ତି। ହରି ଗୁମାସ୍ତା ସ୍ୱଇଁ ଭାଇଙ୍କ ଦୁହିଁଙ୍କର ଗମ୍ଭୀର ମୁହଁକୁ ଆଡ଼ ଚାହାଣି ପକାଇ କହିଲେ, କାହାର ଝିଅ ଆଉ କାହାର ବୋଉ ସେ ଜାଣେ ତ ଗୋସେଇଁ। ଦିଧେଇ ଦୀର୍ଘଶ୍ୱାସ ଛାଡ଼ିଲେ। ଚିନ୍ତେଇ ଚମକି ଉଠିଲା ପରି କହିଲେ, ନିର୍ବୋଧ ପାଗଳ ପିଲାଟା, ଲେଖରେ ନିଧି ଚିଠାଉ, ମୋ ନାମରେ ଲେଖ। ପହରାଜଙ୍କୁ କଥାଟା ଅବୋଧ ଲାଗିଲା। ଧୀରେ ଧୀରେ ତାଙ୍କର ମୁହଁ ଉଜ୍ଜଳ ଉଠିଲା। ନିକଟ ଭବିଷ୍ୟତରେ ଆଉ ଗୋଟିଏ ନିମନ୍ତ୍ରଣ ସଭା ବସିବାର ଯେ ସମ୍ଭାବନା ଅଛି ସେ ଏହା ଠିକ୍ ବୁଝିପାରିଲେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ଉପନ୍ୟାସ ଶାସ୍ତିର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।